ଆଜ୍ଞା ସାର୍। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖାର ଆମ ଐତିହ୍ୟ ଆମ ଐତିହ୍ୟ ଶୀର୍ଷକ ପଞ୍ଚାବନ୍ତକ ଇ ପାଠଚକ୍ର ମାଳାକୁ ଆଜି ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଓଡ଼ିଶା ରାଜ୍ୟର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ନାୟକ ମହୋଦୟ ଆଜି ଏଇ ଆଭାସୀ ମାଧ୍ୟମରେ ଯୋଉ କାର୍ଯ୍ୟକ୍ରମ ହବାକୁ ଯାଉଛି ସେଇ ଆଲୋଚନା ଚକ୍ରର ସଭାପତିତ୍ୱ ଆସନ ତୁଲାଇବାକୁ ଯାଉଛନ୍ତି ପଣ୍ଡିତ ଶଙ୍କର୍ଷଣ ଶତପଥୀ ମହୋଦୟ ଏବଂ ଆଜି ଆଲୋଚନାର ଯିଏ ଆଲୋଚକ ଅଛନ୍ତି ପଣ୍ଡିତ ବିପିନ ବିହାରୀ ଶତପଥୀ ମହୋଦୟ ସୀମାଞ୍ଚଳ ସାର୍ ଢେଙ୍କାନାଳ ଜିଲ୍ଲା ସଂସଦ ଶାଖାର ସମସ୍ତ ଆଜୀବନ ସଦସ୍ୟ ଯାମିନୀ ହୁତା ମ୍ୟାଡାମ କବିତା ମହାନ୍ତି ମ୍ୟାଡାମ ନିର୍ମଳା ମ୍ୟାଡାମ ହରପ୍ରିୟା ପତି ମ୍ୟାଡାମ ଜିତେନ୍ଦ୍ର ସାର୍ ଏବଂ ଯୋଗ ଦେଇଥିବା ଅନ୍ୟ ସମସ୍ତ ଆଜୀବନ ସଦସ୍ୟଗଣଙ୍କୁ ମୁଁ ବିଜୟ କୁମାର ସାହୁ ଆପଣ ସମସ୍ତଙ୍କୁ ଆଜିର ସଭାକୁ ସ୍ୱାଗତ କରିବା ସହିତ ବିନମ୍ର ପ୍ରଣାମ ଜଣାଉଛି ଆଜିର ଆଲୋଚନା ଚକ୍ର ଯାହା ରହିଛି ଏକ ଅନନ୍ୟ ବିଷୟ ଢେଙ୍କାନାଳ ଜିଲ୍ଲା ବିଷୟରେ ଏବଂ ଢେଙ୍କାନାଳର ଯେଉଁ ପ୍ରମୁଖ ଆମର ବ୍ଲକ ଗୁଡିକ ରହିଛି ତାହା ମଧ୍ୟରୁ ହିନ୍ଦୋଳ ବ୍ଲକ ଅନ୍ୟତମ ମୋର ଏଇଠି ମନେ ପଡେ ଯେ ଆଜି ଏକ ସୁନ୍ଦର ବିଷୟ ନିଆଯାଇଛି ହିନ୍ଦୋଳ ଗଡ ମୂଲକର କଥା ଯାହାକୁ ଆଜି ଆଲୋଚନା କରିବେ ପଣ୍ଡିତ ବିପିନ ବିହାରୀ ଶତପଥୀ ମହୋଦୟ ମୋର ମନେ ପଡିଯାଏ ୟା ପୂର୍ବରୁ ଆମର ପଣ୍ଡିତ ଶଙ୍କର୍ଷଣ ଶତପଥୀ ମହୋଦୟ ଯନ୍ତ୍ରଣା ସିକ୍ତ ଯତନ ନଗର ଢେଙ୍କାନାଳର ଏକ ଯାହା ଆମର ଐତିହ୍ୟ ସମ୍ପନ୍ନ ଏକ କୋଠା ବା ରାଜୁଡା ସମୟର ଏକ ଐତିହ୍ୟ କହିଲେ ଅତ୍ୟୁକ୍ତି ହବ ନାହିଁ ତା ବିଷୟରେ ଏକ ଅତ୍ୟନ୍ତ ମର୍ମସିକ୍ତ ଆଲୋଚନା କରିଥିଲେ ଯାହାକି ଯତନ ନଗରୀ ବିଷୟରେ ଆମ ମାନଙ୍କୁ ଅନେକ ବିବରଣୀ ଦେଇଥିଲା ଯାହା ଆମେ ଜାଣିନଥିଲୁ ସେ ବିଷୟରେ ଜଣେଇଥିଲା ଆଜି ହିନ୍ଦୋଳଗଡ ମୂଲକର କଥା ବିଷୟରେ ସାର୍ ଆଲୋଚନା କରିବାକୁ ଯାଉଛନ୍ତି ନିଶ୍ଚିତ ଭାବରେ ଆମ ମାନଙ୍କ ଆଗକୁ ନେଇ ଆସିବେ ଅନେକ ଛୁପି ଯାଇଥିବା କଥା ଯାହାକି ଲୋକଲୋଚନକୁ ଏପର୍ଯ୍ୟନ୍ତ ଆସିପାରି ନାହିଁ ବା ଆମେ ମାନେ ଜାଣିପାରୁନାହୁଁ ପୁନଶ୍ଚ ସମସ୍ତଙ୍କୁ ସ୍ୱାଗତ କରୁଛି ଏବଂ ଆଜି ଆରମ୍ଭରେ ସୁଶ୍ରୀ ହରପ୍ରିୟା ପତି ମ୍ୟାଡାମଙ୍କୁ ନିବେଦନ କରିବି ସେ ପ୍ରାରମ୍ଭିକ ଭାବରେ ବନ୍ଦନା ଗାନ କରିବେ ସୁଶ୍ରୀ ହରପ୍ରିୟା ପତି ମ୍ୟାଡାମ ବନ୍ଦନା ଗାନ କରିବା ପାଇଁ ଅନୁରୋଧ କରୁଛି सर्वेभ्यो नमो नमः करारविन्देन पदारविन्दम् मुखारविन्दे विनिवेशयन्तम् बटास्य पत्रस्य पुटे शयानम् बालं मुकुन्दं मनसा स्मरामि श्रीकृष्ण गोविन्द हरे मुरारे हे नाथ नारायण वासुदेव जिह्वे पिब स्वामृतमेतदेवं गोविन्द दामोदर माधवेति विक्रेतु काम्या किल गोपकन्या मुरारिपादा पितचित्तवृत्तिः तत्यादिकं मोहवशात् वाच गोविन्द दामोदर माधवेति गृहे गृहे गोपवधूकदम्बः सर्वे मिलित्वा समवाप्य योग्यम् पुण्यानि नामानि पठन्ति नित्यं गोविन्द दामोदर माधवेति सुखं शयानानिलये निजेऽपि नामानि विष्णोः प्रवदन्ति मर्त्यः ते निश्चितं तन्मयतां व्रजन्ति गोविन्द दामोदर माधवेति जिह्वे सदैवं भज सुन्दराणि नामानि कृष्णस्य मनोहराणि
समस्त भक्तार्ति विनाशनानि गोविन्द दामोदर माधवेति सुखावसाने इदमेव सारं दुःखावसाने इदमेव ज्ञेयं देहावसाने पदमेव जाप्यं गोविन्द दामोदर माधवेति श्रीकृष्ण राधा वर गोकुलेश गोपाल गोवर्धननाथ विष्णु जिह्वे पिबस्वा मृतमेतदेवं गोविन्द दामोदर माधवेति गोविन्द दामोदर माधवेति गोविन्द दामोदर माधवेति। ଅଶେଷ ଅଶେଷ ଧନ୍ୟବାଦ ମ୍ୟାଡାମ। କୃଷ୍ଣଙ୍କର ଏକ ବନ୍ଦନା ନେଇ ଆସିଥିଲେ ସୁଶ୍ରୀ ହରପ୍ରିୟାପତି ମ୍ୟାଡାମ। ନିଶ୍ଚିତ ଭାବରେ ସ୍ମରଣ ଶକ୍ତି ଅତ୍ୟନ୍ତ ପ୍ରଖର। ଏହା ପୂର୍ବରୁ ମ୍ୟାଡାମ ବହୁତ ସମୟରେ ବନ୍ଦନା ଗାନ କରିଛନ୍ତି। କେତେବେଳେ ନେଇ ଆସିଛନ୍ତି ଆମ ପାଖକୁ ଶିବଙ୍କର ବନ୍ଦନା, କେତେବେଳେ ନେଇ ଆସିଛନ୍ତି ଜଗନ୍ନାଥଷ୍ଟକମ୍ ଏବଂ ଆଜି କୃଷ୍ଣଙ୍କର ବନ୍ଦନା। ଅତି ଦୀର୍ଘ ହେଲେ ମଧ୍ୟ ସ୍ମରଣ ଶକ୍ତିକୁ ମାନିବାକୁ ପଡିବ। ପୁନଶ୍ଚ ଧନ୍ୟବାଦ। ଇତିମଧ୍ୟରେ ଆମ ସହିତ ମଧ୍ୟ ଯୋଗ ଦେଇଥିବା ଅନ୍ୟ ଆଜୀବନ ସଦସ୍ୟ ମାନଙ୍କୁ ଆଜିର ଆଭାସୀ ମାଧ୍ୟମରେ ଆଲୋଚନା ଚକ୍ରକୁ ସ୍ୱାଗତ ଜଣାଉଛି। ପ୍ରଫୁଲ୍ଲ ପାଣି ସାର୍, ଆମର ପୂର୍ବତନ ସଭାପତି ମହୋଦୟ, ନିବେଦିତା ମ୍ୟାଡାମ ମଧ୍ୟ ଅଛନ୍ତି ଏବଂ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ମଧ୍ୟ ସାଦର ନିମନ୍ତ୍ରଣ ଜଣାଉଛି, ସ୍ୱାଗତ ଜଣାଉଛି। ଏବେ ଆମର ଆଜୀବନ ସଦସ୍ୟ ଯାମିନୀ ହୋତା ମହୋଦୟାଙ୍କୁ ଅନୁରୋଧ କରିବି ସେ ଆଜିର ବିବେକ ବାଣୀ ପାଠ କରିବା ପାଇଁ। ଯାମିନୀ ଜୟ ହୋତା ମହୋଦୟ। ଜଗନ୍ନାଥ। ଆଜ୍ଞା, ଜୟ ଜଗନ୍ନାଥ। ପ୍ରଣାମ ସମସ୍ତଙ୍କୁ। ଜଣାଇ ମୁଁ ମୋର ଆଜିର ବିବେକ ବାଣୀ ପାଠ କରୁଛି। ସତ୍ୟ ସ୍ୱତଃ ପ୍ରମାଣ। ଏହାକୁ ପ୍ରମାଣ କରିବାକୁ ଅନ୍ୟ କୌଣସି ସାକ୍ଷ୍ୟର ପ୍ରୟୋଜନ ନାହିଁ। ଏହା ସ୍ୱପ୍ରକାଶ। ଏହା ଆମମାନଙ୍କ ପ୍ରକୃତିର ଅନ୍ତଃସ୍ଥଳରେ ପ୍ରବେଶ କରେ। ଏହାର ସମ୍ମୁଖରେ ସମସ୍ତ ଜଗତ ଦଣ୍ଡାୟମାନ ହୋଇ କହେ, ଏହା ହିଁ ସତ୍ୟ। ଯେଉଁ ସବୁ ଆଚାର୍ଯ୍ୟମାନଙ୍କ ହୃଦୟରେ ଜ୍ଞାନ ଓ ସତ୍ୟ ସୂର୍ଯ୍ୟାଲୋକ ପରି ପ୍ରତିଭାତ, ସେମାନେ ଜଗତ ମଧ୍ୟରେ ସର୍ବୋଚ୍ଚ ମହାପୁରୁଷ। ଆଉ ଜଗତର ଅଧିକାଂଶ ଲୋକ ତାଙ୍କୁ ଈଶ୍ୱର ବୋଲି ପୂଜା କରନ୍ତି। ଧନ୍ୟବାଦ। ଅଶେଷ ଧନ୍ୟବାଦ ମ୍ୟାଡାମ, ଆପଣ ବିବେକ ବାଣୀ ପାଠ କରିଥିବାରୁ ଏବଂ ଆମ ମାନଙ୍କୁ ଅନ୍ୟ ଏକ ଚିନ୍ତନ ପାଇଁ ପ୍ରେରିତ କରିଥିବାରୁ ପୁନଶ୍ଚ ଧନ୍ୟବାଦ ଜ୍ଞାପନ କରୁଛି। ଏବେ ଆଜିର ଆଲୋଚନା ଚକ୍ରରେ ସଭାପତିତ୍ୱ କରୁଛନ୍ତି ପଣ୍ଡିତ ଶଙ୍କର୍ଷଣ ଶତପଥୀ ମହୋଦୟ। ପଣ୍ଡିତ ଶଙ୍କର୍ଷଣ ଶତପଥୀ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସମସ୍ତ ସଦସ୍ୟା ପାଇଁ କେବଳ ଢେଙ୍କାନାଳ ଜିଲ୍ଲା ନୁହେଁ, ସାରା ଓଡ଼ିଶା ତଥା ଓଡ଼ିଶା ବାହାର ସଦସ୍ୟ ମାନଙ୍କ ପାଇଁ ଏକ ପରିଚିତ ନାମ। ଜଣେ ପଣ୍ଡିତ ହିସାବରେ ଯିଏକି ଢେଙ୍କାନାଳର ବଣ୍ଡସିଂ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରୂପେ ଅବସର ଗ୍ରହଣ କରିଛନ୍ତି। 80 ବର୍ଷ ବୟସରୁ ଉର୍ଦ୍ଧ୍ୱ ମେ ବି ତାଙ୍କର ବୟସ, କିନ୍ତୁ 18 ବର୍ଷ ବୟସର ଯୁବସୁଲଭ ଗୁଣରେ ସଦାବେଳେ ଚଳଚଞ୍ଚଳ, ସଦାବେଳେ କର୍ମତତ୍ପର। ଜଣେ ସମାଜସେବୀ, ଜଣେ ସଂସ୍କୃତି ବିଶାରଦ, ଜଣେ ପଣ୍ଡିତ, ସଂସ୍କୃତି ଏବଂ ସଂସ୍କୃତକୁ ଭଲ ପାଉଥିବା ଜଣେ ମଣିଷ, ଯିଏକି ସଦାସର୍ବଦା ସେଇ ଦିଗରେ ଚେଷ୍ଟିତ ଅଛନ୍ତି। ସେ ସକାଳ ସମୟରେ ବା ପ୍ରାତଃ ସମୟରେ ବୌଦ୍ଧିକ ଆଲୋଚନା ହେଉ ବା ଯେକୌଣସି କାର୍ଯ୍ୟକ୍ରମ ହେଉ, କେବଳ ଢେଙ୍କାନାଳ ଜିଲ୍ଲା ଶାଖାର କାର୍ଯ୍ୟକ୍ରମ ନୁହେଁ, ଢେଙ୍କାନାଳ ସମଗ୍ର ଓଡ଼ିଶାର କାର୍ଯ୍ୟକ୍ରମରେ, ଯିଏକି ଓଡ଼ିଶାରେ ଆଜି ଆମର ବିଚାରଧାରାର ମୁଖ୍ୟ ଅଛନ୍ତି, ସମଗ୍ର ରାଜ୍ୟ ସ୍ତରରେ ମଧ୍ୟ ସେ ହେଉଛନ୍ତି ପଣ୍ଡିତ ଶଙ୍କର୍ଷଣ ଶତପଥୀ ମହୋଦୟ। ତାଙ୍କ ସହିତ ମିଶିବାର ସୁଯୋଗ ମିଳିଛି। ମୋର ମନେ ପଡ଼ିଯାଉଛି ଯେତେବେଳେ ସାର୍ ଯାଇଥିଲେ ଆମ କଲେଜକୁ, ଆମେ ବନ ମହୋତ୍ସବ କାର୍ଯ୍ୟକ୍ରମ କରିଥିଲୁ ଗତ ଜୁଲାଇ ମାସରେ ଏବଂ ସେହି ସମୟରେ ସାର୍ ଏ ବୟସରେ ମଧ୍ୟ ଠିକରେ ଚାଲି ପାରୁନଥିଲେ ମଧ୍ୟ ସେ ଅତ୍ୟନ୍ତ ଉତ୍ସାହର ସହିତ ଆମ କଲେଜ, ଯୋଉଟା କି ବଣ ପାହାଡ଼ ଘେରାରେ ଅଛି, ଟିକେ ପାହାଡ଼ିଆ ଅଞ୍ଚଳ ଚାଲିବାକୁ ହୁଏ, କିନ୍ତୁ ସାର୍ ଯାଇଥିଲେ ସେଠି ମଧ୍ୟ ବୃକ୍ଷରୋପଣ କରିଥିଲେ। ସଦା ସର୍ବଦା ସମସ୍ତ କାର୍ଯ୍ୟରେ ସେ ବହୁତ ଉତ୍ସାହୀ ଥାନ୍ତି, ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତି। ଜଣେ କର୍ମନିଷ୍ଠ, ସତ୍ୟନିଷ୍ଠ ବ୍ୟକ୍ତି ଭାବରେ ଜଣାଶୁଣା, ସଦାବେଳେ ସମସ୍ତଙ୍କୁ ପ୍ରେରଣା ଦେଇ ଆସିଛନ୍ତି ଏବଂ ଢେଙ୍କାନାଳ ଜିଲ୍ଲା ଶାଖା କିଭଳି ଉନ୍ନତିରୁ ଉନ୍ନତ ଆହୁରି ଅଧିକ କାର୍ଯ୍ୟକ୍ରମ ଆଗକୁ ନେଇପାରିବ, ଭଲ କରିପାରିବ, ସେଥି ନିମନ୍ତେ ସଦାସର୍ବଦା ଚେଷ୍ଟିତ। ଅତଏବ ଜଣେ ଶୁଭେଚ୍ଛୁ, ଜଣେ ଆଜୀବନ ସଦସ୍ୟ ରୂପେ ସେ ସର୍ବଦା ପ୍ରେରିତ ଯେ ସମାଜର ମଙ୍ଗଳ ପାଇଁ ଜଣେ ହିତୈଷୀ ମଣିଷ, ଏଭଳି ଜଣେ ବ୍ୟକ୍ତିତ୍ୱ ଆଜି ଆଲୋଚନା ଚକ୍ରର ସଭାପତି ଆସନ ମଣ୍ଡନ କରିବାକୁ ଯାଉଛନ୍ତି। ଅତଏବ ମୁଁ ପଣ୍ଡିତ ଶଙ୍କର୍ଷଣ ଶତପଥୀ ମହୋଦୟଙ୍କୁ ପୁନଶ୍ଚ ବିନମ୍ର ପ୍ରଣାମ ଜଣାଇବା ସହିତ ଆଜିର ଏହି ଆଲୋଚନା ଚକ୍ରରେ ସଭାପତି ଆସନ ଅଳଙ୍କୃତ କରିବା ପାଇଁ ନିମନ୍ତ୍ରଣ ଜଣାଉଛି।
ସାର୍ ଙ୍କୁ ସ୍ୱାଗତ ଜଣାଉଛି ଏବଂ ସାର୍ ଙ୍କୁ ମଧ୍ୟ ଅନୁରୋଧ ରକ୍ଷା କରିବି ଯେ ଆଜିର ଆଲୋଚନା ଚକ୍ରର ଯିଏ ଆଲୋଚକ ଅଛନ୍ତି ତାଙ୍କ ବିଷୟରେ ସଂକ୍ଷିପ୍ତରେ ବକ୍ତବ୍ୟ ଦେବା ସହିତ ଆଜି ଯାହା ବିଷୟ ରହିଛି ହିନ୍ଦୋଳଗଡ଼ ମୂଳକର କଥା ସେ ବିଷୟରେ ସମ୍ୟକ ବିବରଣୀ ସମସ୍ତଙ୍କୁ ପ୍ରଦାନ କରିବା ହେବେ। ପଣ୍ଡିତ ଶଙ୍କର୍ଷଣ ଶତପଥୀ ମହୋଦୟ ଆଜି ଆଲୋଚନା ଚକ୍ରର ସଭାପତି ମହୋଦୟ। ओम ओम हरि ओम तत्सत् हरि ओम तत्सत् हरि ओम तत्सत् ओम ओंकार सत् परम ब्रह्म ओम निरालंबन हरि हेलो जगन्नाथ लोकनाथ नीलाद्रि सफरो हरि महर्षि कपिलाचार्य लोकचारी सुर हरि पद्मपत्र विशालक्ष पद्मगर्भ पर हरि अखिल जन गुरु हरि मोनाथ शरण तोहरि मोनाथ शरण तोहरि मोनाथ शरण तोहरि। समस्त को नमस्कार। स्वामी विवेकानंद लोक संसद विचारधारा विभाग ढेंकानाल जिला शाखा आम संस्कृति आम ऐतिह्य शीर्षक ई पाठचक्र 55तम आलोचना चक्र विशेष विषय हूँ हिंदोलगढ़ मूलकर कथा। आलोचक पंडित विपिन शतपथी, संयोजक अध्यापक विजय कुमार साहू, वंदना गान कर स्वामी सुश्री हरप्रिया पति, विवेक वाणी पाठन करते शिक्षयित्री माँ जामिनी होता, राज्य कर्मकर्ता श्रीजुक्त चित्तरंजन बाबू, सीमांचल बाबू तथा अन्य समस्त मान्य व्यक्ति तथा आम এই কার্যক্রমে উপস্থিত সমস্ত বিবেকানন্দ প্রেমী বিজ্ঞ প্রাজ্ঞ অভিজ্ঞ জ্যেষ্ঠ শ্রেষ্ঠ কনিষ্ঠ ସମସ୍ତଙ୍କୁ ମୋର ବିଶେଷ ଆନ୍ତରିକ ଆନ୍ତରିକ ଧନ୍ୟବାଦ ତଥା ସପ୍ତମ ଶୁଭେଚ୍ଛା ଜ୍ଞାପନ କରୁଛି। ସମସ୍ତଙ୍କୁ ନମସ୍କାର କରୁଛି। ଆଜି ଢେଙ୍କାନାଳ ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ରାତ୍ର। ଆଜି ହଉଛି ତାରିଖ 25/5/25। ଅନୁମାନ କରିଥାନ୍ତୁ 25 ଶୁଭୁଛି ଆଜ୍ଞା? ଆଜ୍ଞା ଶୁଭୁଛି ତ? 25 ତାରିଖ ଆଜି 5 ମାସ ଏବଂ 25 ମସିହା 2025 ମସିହା ତାକୁ ସଦୁପତି ବିଶ୍ୱାସ କରିଦେବା ହଉଛି 55 ହଉଛି। ତେଣୁ ଏଇ 55 ସଂଖ୍ୟାଟି ହଉଛି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଗୌରବ ଯେ ଆଜି 55ତମ ଆଲୋଚନା ଚକ୍ର। ଏଇ 55ତମ ଆଲୋଚନା ଚକ୍ରରେ ଉପସ୍ଥିତ ସମସ୍ତ ଭାଇ ଭଉଣୀ ମାନଙ୍କୁ ମଧ୍ୟ ପୁନଃ ମୁଁ ତାଙ୍କୁ ନମସ୍କାର କରୁଛି। ଆଉ ଏକ ବିଶେଷ କଥା ଯାହା କୁହାଯାଏ 5 ମନ 25 ପ୍ରକୃତି। ଯେହେତୁ ଆଜି 25 ସଂଖ୍ୟାଟି ତାରିଖରେ ବିଶେଷତ୍ୱ ଭାବରେ ପରମେଶ୍ୱରଙ୍କର ଆଶୀର୍ବାଦ 25 ସଂଖ୍ୟା ବର୍ତ୍ତମାନ ଦେଖିବା 5 ମନ କଣ? ଏ ମଣିଷ ଭିତରେ 5 ମନ 25 ପ୍ରକୃତି ଥାଏ। ସେ ସବୁବେଳେ ଏହାରି ଭିତରେ ଗତି କରିଥାଏ। ଏ ହଉଛି ଚଞ୍ଚ ମନ ସର୍ବଦା ଚଞ୍ଚଳତା ସୃଷ୍ଟି କରିଥାଏ ଏବଂ 25 ପ୍ରକୃତି ତାର ସ୍ୱଭାବରେ ପରିଲିଖିତ ହୋଇଥାଏ। ଏହା ଭଲ ବା ମନ୍ଦ ହୋଇପାରେ କିନ୍ତୁ 5 ମନ ହଉଛି ମନ, ଅମନ, କୁମନ, ବିମନ, ସୁମନ ଏବଂ ଅନୁରୂପ ଭାବରେ 25 ପ୍ରକୃତି ହଉଛି ମମତା, ମାୟା, ମୋହ, ସ୍ନେହ, ଶ୍ରଦ୍ଧା ଇଏ 5, मुद्रा, संतान, पाप, गर्व, अहंकार ये 5, राग, रोग, कष्ट, दुख, जंत्रणा ये भी 5, मद, मांस, मात्सर्य, काम, हत्या ये भी 5, निंदा, निद्रा, कुकर्म, दर्शन, परिश्रिकात ये 5। ये 25 प्रकृति मन भितर सब रही। तेणु बर्तमान मु आलोचना जे आलोचक महाशय होती आमर विशेषकर आम ढेंकानाल लोक स्वाभिवेक संपादक महोदय आमर श्रद्धेय विपिन बिहारी शतपथी जन्म हूँ 2/7/60 मसीहा एवं से बणसिंह उच्च विद्यालय बणसिंह उच्च ग्राम पिता होती सत्यवादी शतपथी और माता हूँ शैलबाला शतपथी। एक मोर नानी हम एवं शेष बर्तमान से आमर गणेश उच्च विद्यालय छात्र हिसाब से छात्र एवं 1981 मसीह से प्रथम बी सांस्कृतिक गणेश स्कूल 1982 मसीह से योगदान करते। ट्रेनिंग जाई सारा पुनः आउ 2006 अक्टोबर 18
ସେ ସରକାରୀ ଉଚ୍ଚ ବିଦ୍ୟାଳୟରେ ବର୍ତ୍ତମାନ ପୁନଃ ଜଏନ କରିଥିଲେ। କିନ୍ତୁ ପ୍ରଥମ ଚାକିରି ଥିଲା 1783 ସନ୍ଥପୁର ବିଶ୍ୱବିଦ୍ୟାଳୟରେ। ତାପରେ ବିଟ୍ ଟ୍ରେନିଂ ଯାଇସାରିଲା ପରେ ଆମ ପୁନଃ ସେ ବିଦ୍ୟାଳୟରେ ରହିଥିଲେ ଏବଂ 2020ରେ ସେ ରିଟାୟାର୍ଡ ହେଇଛନ୍ତି। ବଣସିଂ ଗ୍ରାମର ଜ୍ୟୋତି ସ୍ୱରୂପ ମୁଁ ଯାହା ଦେଖୁଛି ବା ଜାଣିଛି ବା ଯେ ଅନୁଭବ କରିଛି, ମୋର 1969 ମସିହାରୁ ପୁଣି 2004 ମସିହା ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ମଧ୍ୟ ବଣସିଂହର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ସେ ବିଶେଷ ଭାବରେ ଦାୟିତ୍ୱ ନିଅନ୍ତି। ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ବହୁତ ରହିଛି। ସା ବିଦ୍ୟା ଯାହା ବିମୁକ୍ତି କୁହାଯାଉଛି ସେଇ ବିଦ୍ୟା ମୁକ୍ତି ପ୍ରଦାନ କରେ ଏବଂ ତାର ମଧ୍ୟ ସେ ବିଶେଷ ଭାବରେ ଶିକ୍ଷକ ହିସାବରେ ରେଡକ୍ରସର ମଧ୍ୟ ସେ ହେଉଛନ୍ତି ଜଣେ ବିଶିଷ୍ଟ ଆମ ଢେଙ୍କାନାଳ ଜିଲ୍ଲା ତଥା ସାରା ଓଡ଼ିଶାର ମଧ୍ୟ ପାଇଁ ସେ ଜଣେ ବିଶିଷ୍ଟ ବ୍ୟକ୍ତି ବିଶେଷ। ସେବକ ମନୋଭାବ ନେଇକରି ରେଡକ୍ରସର ସଂଗଠକ ହିସାବରେ ସେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ରାଜ୍ୟ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ମଧ୍ୟ। ଏବଂ ପିତା ଶିକ୍ଷକ ପୁତ୍ର ମଧ୍ୟ ଶିକ୍ଷକ, ଇଏ ହେଉଛି ଆମର ଶିକ୍ଷାର ଇଏ ହେଉଛି ଗୋଟେ ଶିକ୍ଷା ହେଉଛି ଏ ହେଉଛି ଏକ ସମ୍ପଦ ଶିକ୍ଷା ଇଏର। ତେଣୁ ତାଙ୍କର ଯେତିକି ରହିଛି ଦକ୍ଷତା ସେଇ ହିସାବରେ ପ୍ରଥମତଃ ସେ ହେଉଛନ୍ତି ବିଶେଷତଃ ଆମ ପୁରାତନ ଛାତ୍ର ସଂଘ ସମ୍ପାଦକ ହିସାବରେ ପ୍ରତ୍ୟେକ ବର୍ଷ ଗୁରୁ ପୂଜନ ଉତ୍ସବକୁ ମହାସମରରେ ପାଳନ କରିବାରେ ତାଙ୍କର ଭୂମିକା ଗ୍ରହଣ କରନ୍ତି। ପ୍ରତିବର୍ଷ ବିଦ୍ୟାଳୟର ପୁରାତନ ଛାତ୍ର ଅବସରପ୍ରାପ୍ତ ଶିକ୍ଷକ ବା ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ମାନପତ୍ର ବଣ୍ଟନ ମଧ୍ୟ ଗୁରୁଦାୟିତ୍ୱ ବହନ କରୁଛନ୍ତି। ଏବଂ ଏକାଧାରରେ ସେ ହେଉଛନ୍ତି ବଣସିଂ ମାଟିର ଜଣେ ସୁଯୋଗ୍ୟ ସନ୍ତାନ, ଆଦର୍ଶ ଶିକ୍ଷକ, ଲେଖକ, ସୁସଂଗଠକ, ସମାଜ ସଂସ୍କାରକ, ଜେଆରସ ସଂଚାଳକ, ପ୍ରାବନ୍ଧିକ, ଜଗନ୍ନାଥ ଚାରଣର ଗୋଷ୍ଠୀର ରାଜ୍ୟସ୍ତରୀୟ ଚାରଣ ସଂଗଠକ, ବଣସିଂ ଗ୍ରାମର ଦଳପତି ବା ବଣସିଂ ଗ୍ରାମ ତଥା ଜଗନ୍ନାଥ ଚାରଣ ଗୋଷ୍ଠୀର ଦଳପତି, ସୁସାହିତ୍ୟିକ, କବି, ବଡ଼ଜନା ସାହିତ୍ୟ ସଂସଦର ପ୍ରାକ୍ତନ ଆଦର୍ଶ ସମ୍ପାଦକ, ସୁବକ୍ତା, ପ୍ରବୀଣ ଚିନ୍ତାନାୟକ, ଆଦର୍ଶ ସାଲିସିଂ ବ୍ୟକ୍ତିତ୍ୱ, ବିଶିଷ୍ଟ ପ୍ରବଚକ ତଥା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ମୂଲ୍ୟବାନ ସମୟ ପ୍ରଦାନ କରିଛନ୍ତି। ଜୀବନ ବ୍ୟାପୀ ଲେଖନୀ ଚାଳନାରେ ଆଜି ମଧ୍ୟ ସାଧନାରତ। ନିଜର କର୍ତ୍ତବ୍ୟ ସାଧନା ପାଇଁ ସେ ମଧ୍ୟ ବିଶେଷ ଭାବରେ ବିଭିନ୍ନ କ୍ଷେତ୍ରରେ ଲୋକପ୍ରିୟତା ଅର୍ଜନ କରିବା ସଙ୍ଗେ ସଙ୍ଗେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ସତ୍ୟବାଦିତା, ସ୍ପଷ୍ଟବାଦିତା, ସରଳତା, ସହଯୋଗିତା, ସମୟାନୁବର୍ତ୍ତିତା, ସହନଶୀଳତା, ସଚ୍ଚୋଟତା, ସତ୍ୟନିଷ୍ଠତା, ସହଭାଗିତା, ନିଷ୍ଠାପରତା, ନିୟମାନୁବର୍ତ୍ତିତା, ପରୋପକାରିତା, ପ୍ରତିବଦ୍ଧତା, ତ୍ୟାଗଶୀଳତା, ଉଦାରତା, କର୍ତ୍ତବ୍ୟପରାୟଣତା, ଭାବପ୍ରବଣତା, ସ୍ୱଚ୍ଛତା, ସାଧୁତ୍ୱ ଗୁଣର ମହାନ ଅଧିକାରୀ। ରଜନାଥ ବଡ଼ଜନା ସାହିତ୍ୟ ସଂସ୍ଥାର ଉପଦେଷ୍ଟା ରୂପେ ବର୍ତ୍ତମାନ କାର୍ଯ୍ୟରତ ଏବଂ ଶକ୍ତି ସଂକଳ୍ପର ସେ ହେଉଛନ୍ତି ମହାନ ସାଧକ। ମଣିଷ ତିଆରି କାରଖାନାର ଶ୍ରେଷ୍ଠ କାରିଗର ବଣସିଂ ଉଚ୍ଚ ବିଦ୍ୟାଳୟର ଶିକ୍ଷା ହସ୍ତ ଧରି ବିଶ୍ୱକୁ ପରିବର୍ତ୍ତନ କରିବା ଦିଗରେ ତାଙ୍କର ସ୍ୱପ୍ନ, ତାଙ୍କ ସଂକଳ୍ପ ସାଧନାକୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚିବା ପାଇଁ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି। ଏବଂ ଜୟ ଜଗନ୍ନାଥଙ୍କର ଜଗନ୍ନାଥ ତାଙ୍କର ଭବିଷ୍ୟତ ଜୀବନକୁ କୁସୁମିତ କରନ୍ତୁ, ମଧୁମିତ କରନ୍ତୁ, ସରସ ସୁନ୍ଦର କରନ୍ତୁ। ଏହା ହିଁ ହେଉଛି ମୋର ବିଶେଷ ଭାବରେ ପରମେଶ୍ୱର ପ୍ରାର୍ଥନା, ତାଙ୍କ ଜୀବନ ସୁରଭିତ ହଉ। ଏବଂ ଆଜିର ଯୋଉ ଆଲୋଚନା ବିଷୟ ରହିଛି ଏ ତ ଇତିହାସ କଥା। ଇତିହାସ ହେଉଛି ମଧ୍ୟ ଆମର ଅତୀତର ଏକ ମୁଖ ଦର୍ପଣ। ଇତିହାସ ପୃଷ୍ଠା ଓଲଟାଇଲେ ଆଗରେ ଆସିବ ଉଠେ ଆଖି ଆଗରେ ଉଠି ଆସିବ ଅତୀତର ସ୍ମୃତି, ବିସ୍ମୃତିର କାହାଣୀ, କିମ୍ବଦନ୍ତୀ, ଅନେକ ଅବିସମ୍ବାଦିତ ଘଟଣା ବା ତଥ୍ୟ। ଇତିହାସ ହେଉଛି ବର୍ତ୍ତମାନର ପ୍ରେରଣା। ଅତୀତକୁ ଅନୁସନ୍ଧାନ କରିବା ଆସିବା ହେଉଛି ଆତ୍ମଚିନ୍ତନ। ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ସେବା ମନ, ବର୍ତ୍ତମାନ ଭୁଲ ତ୍ରୁଟିକୁ ସୁଧାରିବାର ସଂକଳ୍ପ ନେବା। ତେଣୁ କଥାରେ ଅଛି ଇତିହାସ ମରିପାରେ ନା, କିନ୍ତୁ ସମୟ ଚକ୍ରରେ କର ଲେଉଟଥାଏ। ଅତୀତ କେବେ ଭୁଲି ହୁଏ ନା। ଅତୀତ ଘଟଣାବଳୀକୁ କରିବା ତନ୍ନତନ ଅନୁଶୀଳନ, ନୂତନ ବ୍ୟବସ୍ଥା ପ୍ରଚଳନ କରିବାରେ ଦେବା ମନ। ଯେଉଁମାନେ ଇତିହାସ ରଚନା କରିଛନ୍ତି ତାଙ୍କୁ ହେଉଛନ୍ତି ମାନେ କୁହାଯାଏ ଐତିହାସିକ। ତେଣୁ ମାନବ ସଭ୍ୟତାର ଉଦ୍ବର୍ଦ୍ଧନରେ ଚିରସ୍ଥାୟୀ ହେଉଛି ଇତିହାସ। ଇତିହାସର ଆବଶ୍ୟକତା ଯୁଗ ଯୁଗ ଚିରନ୍ତନ। ହିନ୍ଦୋଳର ଇତିହାସ ବିବରଣୀ। ଢେଙ୍କାନାଳ ଜିଲ୍ଲା ହେଉଛି ଢେଙ୍କାନାଳ ଜିଲ୍ଲାର ଇତିହାସ ପୂର୍ବ ଆମେ ଆଲୋଚନା କରିବା। ଏହାର 7ଟା ଗଡ଼ଜାତ ଥିଲା। 7ଟା ଗଡ଼ଜାତ 4ଟା ଗଡ଼ଜାତ ଅନୁଗୁଳରେ ରହିଲା। ବାକି ଯୋଉ ଆମର କାମାକ୍ଷାନଗର, ହିନ୍ଦୋଳ ଏବଂ ଢେଙ୍କାନାଳ ଇଏ ବର୍ତ୍ତମାନ ହେଉଛି ଢେଙ୍କାନାଳର ବର୍ତ୍ତମାନ ସବ୍ ଡିଭିଜନ ହିସାବରେ ସେ କାମ କରୁଛନ୍ତି, କାମ ହେଉଛି ତେଣୁ ସରକାରୀ ସ୍ତରରେ। ତେଣୁ ହିନ୍ଦୋଳର ଐତିହାସିକ ବିବରଣୀ ଉପରେ ଆଲୋଚନା କରିବାକୁ ହେଲେ ହିନ୍ଦୋଳ ବିଷୟରେ ରାଜରାଜ ଶାସନ,
ତା ଉପରେ ବିଶେଷ ଭାବରେ ବହୁତ କଥା ରହିଛି। ସମୟ ସ୍ୱଳ୍ପ, ମୁଁ ବର୍ତ୍ତମାନ ସମୟ ଉପରେ ବିଶେଷ ସମ୍ମାନ ଦେଇ ମୁଁ ବର୍ତ୍ତମାନ ଆମର ପ୍ରବଚକ ଆମର ଆଲୋଚକ ମହାଶୟଙ୍କୁ ମଧ୍ୟ ଆମ ସଦୟ ଚିରଞ୍ଜୀବ ଆମର ବିପିନ ବାବୁଙ୍କୁ ମୁଁ ଅନୁରୋଧ କରିବି ସେ ତାଙ୍କର ବକ୍ତବ୍ୟ ପ୍ରଦାନ କରିବା। କୁହନ୍ତୁ। ଜୟ ଗୁରୁ, ଜୟ ଜଗନ୍ନାଥ। কৃষ্ণ গোবিন্দ হরে মুরারে হে নাথ নারায়ণ বাসুদেব হে নাথ নারায়ণ বাসুদেব হে নাথ নারায়ণ ବାସୁଦେବ। ଜୟ ଜଗନ୍ନାଥ ଭଗବାନଙ୍କର ଢେଙ୍କାନାଳ जिला शाखा स्वामी विवेकानंद लोक संसद ढेंकानाल जिला शाखार आज 55तम ई पाठचक्र। ये पाठचक्र रे सभापत्य कर मोर पूज्य वरेण्य गुरुजी प्रत्यक्ष भाव में जहाँ जी मत पाठ पढ़ाई अष्टम श्रेणी एकादश श्रेणी पर्यंत बणसिंह हाईस्कल माननीय श्रीयुत शंकरसन शतपथी महाभाग चरण बंदन करुच्ची। पाठचक्र जोड़ी होता स्वामी विवेकानंद लोक संसदर सांगठनिक संपादक युग्म माननीय श्रीयुत तीर्थरंजन नायक महाभाग, युग्म संपादक माननीय श्रीयुत सीमांचल मिश्र महाभाग, पूर्वतन आमर जिला सभापति वरेण्य डॉक्टर प्रफुल्ल कुमार पाणी महाभाग, निर्मला महापात्र एवं समस्त आजीवन सदस्य एवं संयोजना करुवा अध्यापक विजय कुमार साहू आउ वंदनागान करथिबा श्री हरप्रिया प्रति विवेकवाणी पाठ करथिबा शिक्षयित्री जामिनी होता मु समस्त चरण वंदन करछि। जय जगन्नाथ सार मो विषय जहाँ कहले सेवकता नुहे ये सेवक बहुत कम अच्छी सार टी अधिक कही निजक जड़े सेवक भाव में आज सुधा भावी आसी ये सेवक एत गुड़े गुणावलीर मो अधिकारी नुहे। तेबे गोटे कथा आपन कही रखे मुझे वक्तव्य रखिकी ही ये लोक संसद प्रवेश करी मुझे वक्तव्य रखी से दिन यही भाव में 25/5/2021 आज हूँ 25/5/2025 एवं से दिन थिला सप्तम ई पाठचक्र। सप्तम ई पाठचक्र रे सभापत्य करथिले रवींद्र साहू एवं संयोजना करथिले देवाशीष साहू। से दिन विवेकवाणी पढ़ी स्वाति मिश्र, वंदनागान करथिले शुभश्री महाराणा। यही एक शुभ संध्यारे जो संध्यारे दीर्घ 4 वर्ष पर ए सेवक को सुजोग मिली पदे कथा रखापी। बहुत दिन आशा थिला जे हिंदोल हूँ गोटे गड़जात गोटे राज्य, हिंदोल हूँ एक सब डिविजन दीनबंधु बाबू टे म्यूट करंतु। हिंदोल सब डिविजन हूँ गोटे सब डिविजन गोटे ब्लॉक एवं गोटे निर्वाचन मंडली। तेणु हिंदोल गड़मुल्लकर कथा रखापी मनरे आसला। ये आरंभ करने कथा वस्तु अगना अगनी बनस्थ काठीटे पड़े ढेंकीटे पड़ा भली जना जाए। पक्षीटे उड़िले व्योमयान भ्रम सृष्टि करे। सबुजिमार माया सबुठी फूल फुटी मौली जाए तार हिसाब कहीं रखेना। पहाड़ी झरणा कुड़ुकुड़ु नादरे बही जाउछंती। सेथिरे नंगलाहाई आदिवासी लोक बुलुथिले कोलिकेन्दु खाई जीवन बिताउथिले। दुर्गम पहाड़ अंचल ता मूलक को कहीं पशिया साहस करुनथिले। तेबे सेठरे महाभारत हिडिंबक ना आम जानिचे। हिडिंबक राक्षसर इटा इलाका थिला बोली जहाँ जनश्रुति जना जाए। जनश्रुति मिलुची हिडिंबकर राक्षसर यह मूलक थिला, यह अंचल थिला दुर्गम अंचल। ता भयर के एटा को प्रवेश करि पार नथिले। एवं से हिडिंबकर भौणी थिला हिडिंबिकी। जो हिडिंबिकी सहधर्मिणी होता भीमसेनकर एवं घटोत्कच भली एक पुत्र को से दान प्रदान कर जन्म देता एक वीर पुत्र को। से हिडिंबकर नाम अनुसार यार नाम अपभ्रंश हो हिंडोल एवं हिंडोल पर हिंदोल एक आम कहूने एक एडमिनिस्ट्रेटिव रिपोर्ट 1934-35 मसीह बनवाड़ी सेनापति लिखिं दि वर्ल्ड हिंडोल इज ए करप्शन ऑफ हिडिंबक द नेम ऑफ थेमी aboriginal who was once chief of this tract। ये अंचल रे हिडिंबक नामक जड़े लोक थिला, राक्षस थिला, दुर्दश राक्षस लोक नुहे। एवं से राक्षस नाम अनुसार ये अंचल नाम हिंदोल होइछि। आज देखिले
परित्यक्त राजप्रसाद जीर्ण दरबार गुणखिया मसीहा स्तंभ गुड़ी देखिले किए बा विश्वास करिवो हिंदोल एकदा 24 गड़जात भितर एक निरीह निरहंकार गड़जातटीए थिला बोली सुशोभित प्रकृति घेरा এই গড়জাতর সমস্ত পরিপাটি আজ বিস্মৃত। আজ এসব স্মৃতির শিউଳି হিন্দোଳ ଏମିତି ରାଇଜଟିଏ ଯେଉଁଠି ପାଦ ପକେଇଲେ ନିରବତାର ସଂକେତ, ବନାନୀର ବୈଚିତ୍ର୍ୟ, ଅଜଣା ପକ୍ଷୀଙ୍କର ଚିତ୍ରମୟ ଚମକ, ଝରଣାର ସଙ୍ଗୀତ ଚିତ୍ତର ସକଳ ଅବସାଦକୁ ଅପସାଦିତ କରିଦିଏ। ହିନ୍ଦୋଳରେ ରାଜତନ୍ତ୍ର ପ୍ରତିଷ୍ଠା ହେବା ପୂର୍ବରୁ ଏ ଦୁର୍ଗମ ଅଞ୍ଚଳ ଶପଥ ମାନଙ୍କର ସଂକୁଳ ଥିଲା। ମଣିଷ କହିଲେ ଏଠି କନ୍ଧ, କୋଲ୍ହ, ମଲ୍ହାର, ଜୁଆଙ୍ଗ, ପାତୁଆ, ତଅଁଳା, ପାଣ ଓ ହାଡି ପ୍ରଭୃତିର ଜାତିମାନେ ବାସ କରୁଥିଲେ। ଶିକାର କରିବା ଏବଂ ଅନ୍ୟ ଫଳମୂଳ ସଂଗ୍ରହ କରିବା ଏମାନଙ୍କର ପ୍ରଧାନ ଖାଦ୍ୟ ଥିଲା। କିଛି ଦିନ ପରେ ସେଇ ଜାତିମାନଙ୍କ ଭିତରୁ କନ୍ଧମାନେ ଟିକେ କ୍ଷମତାଶାଳୀ ହେଲେ ଏବଂ ସେଇ କନ୍ଧମାନଙ୍କ ଭିତରୁ ଯିଏ ବଳଶାଳୀ ସେ ସର୍ଦ୍ଦାର ହେବାକୁ ଲାଗିଲେ ଏବଂ ଗୋଟିଏ ସର୍ଦ୍ଦାରର ମୃତ୍ୟୁ ହୋଇଗଲେ ବୁଦ୍ଧିମାନ ଏବଂ ବଳବାନ କନ୍ଧଟି ପୁଣି ସର୍ଦ୍ଦାରର ଦାୟିତ୍ୱ ନେଉଥିଲା। 150 ବର୍ଗ ମାଇଲର ବିଶିଷ୍ଟ ଏହି କିଲ୍ଲାର ସର୍ଦ୍ଦାର ମାନେ କେବଳ କନ୍ଧମାନ ଥିଲେ। 860 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏମାନଙ୍କର ପ୍ରାଧାନ୍ୟ ଅକ୍ଷୁର୍ଣ୍ଣ ଥିଲା, କିନ୍ତୁ 860 ଖ୍ରୀଷ୍ଟାବ୍ଦ ବେଳକୁ ବନମାଳୀ ପାତ୍ର ନାମକ ଜଣେ ଉଡ୍ର ଖୋର୍ଦ୍ଧା ଅଞ୍ଚଳରୁ ଏ ଅଞ୍ଚଳକୁ ଆସିଲେ ଏବଂ ସେ ଆସି ବନମାଳୀ ପାତ୍ର ଶେଷ କନ୍ଧ ସର୍ଦ୍ଦାର ଦାରିଣୀକୁ ପରାସ୍ତ କଲେ। ଶେଷ କନ୍ଧ ସର୍ଦ୍ଦାର ଦାରିଣୀକୁ ପରାସ୍ତ କରି ସେ ଦଳପତି ଆଖ୍ୟା ନେଲେ ଏବଂ କିଲ୍ଲା ଶାସନ କରିବାକୁ ଲାଗିଲେ। ସେଇଦିନ ଠାରୁ କନ୍ଧମାନଙ୍କର ପ୍ରାଧାନ୍ୟ ମଧ୍ୟ ବିଲୁପ୍ତ ହେଲା ଏବଂ ଏହି ସମୟରୁ ସାମଲ ଆଖ୍ୟାଧାରୀ ଜାତିମାନେ ଏ କିଲ୍ଲାକୁ ମଧ୍ୟ ବସବାସ କଲେ। ବନମାଳୀଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ରାମଚନ୍ଦ୍ର ପାତ୍ର ଏବଂ ନରସିଂହ ପାତ୍ର ଉଭୟ ରାଜ୍ୟ ନିମନ୍ତେ ବିବାଦ କଲେ। ବିବାଦ କରି ଅଧେ ଅଧେ ବାଣ୍ଟି ନେବାକୁ ଆସିଲେ। ମାତ୍ର ଅଳ୍ପ ଦିନ ପରେ ନରସିଂହ ପାତ୍ରଙ୍କର କୁମନ୍ତ୍ରଣାରେ ବଡ଼ ଭାଇ ରାମଚନ୍ଦ୍ର ନିହତ ହେଲେ ଏବଂ ନରସିଂହ ପାତ୍ର ସର୍ବାଧିକାରୀ ହେଲେ। ଏହି ସମୟରୁ ପ୍ରତ୍ୟେକ ଗ୍ରାମରେ ଜଣେ ଜଣେ ପ୍ରଧାନ ନିଯୁକ୍ତ ହେଲେ ଏବଂ ଏହି ପ୍ରଧାନ ମାନଙ୍କର ଉପାଧି ଥିଲା ଡାହାଳିଆ। ଏହାକୁ ଡାହାଳିଆ କୁହାଯାଉଥିଲା। এই ଡାହାଳିଆ ମାନେ ଦଳପତି ମାନଙ୍କର ଆଜ୍ଞାବହ ଥିଲେ ଏବଂ ପ୍ରଧାନ ସହାୟକ ଥିଲେ। ଏହି ନରସିଂହ ପାତ୍ର ଇତିହାସରୁ ଯାହା ଜଣାପଡେ 42 ବର୍ଷ ରାଜ୍ୟ ଶାସନ କରି ନିସନ୍ତାନ ଅବସ୍ଥାରେ 937 ଖ୍ରୀଷ୍ଟାବ୍ଦରେ ପକ୍ଷପାତ ରୋଗରେ ତାଙ୍କର ନିହତ ହେଲା। ନରସିଂହ ପାତ୍ରଙ୍କର ମୃତ୍ୟୁ ପରେ ତାଙ୍କ ଶାସନ କାଳରେ ଦୁର୍ଯ୍ୟୋ ସାମଲ ନାମକ ଜଣେ ବୀର ପୁରୁଷ ପାଇକ ମାନଙ୍କର ସର୍ଦ୍ଦାର ହେଲେ ଏବଂ ସେ ରାଜ୍ୟର ଦଳପତି ହେଲେ। ତାଙ୍କ ରାଜ୍ୟର ସୀମା ମଧ୍ୟ ପୂର୍ବାପେକ୍ଷା ସେ ବର୍ଦ୍ଧିତ ହୋଇଥିଲା ଏବଂ ସେ ସମୟରେ କନ୍ଧମାନେ ନିଷ୍ଫଳ ବିଦ୍ରୋହ କରି ରାଜ୍ୟରୁ ବିତାଡ଼ିତ ହେଲେ। ଏହି ଦୁର୍ଯ୍ୟୋ ସାମଲ 28 ବର୍ଷ କାଳ ଶାସନ କଲେ। 965 ଖ୍ରୀଷ୍ଟାବ୍ଦରେ ସେ ପ୍ରାଣତ୍ୟାଗ କଲେ। ତାଙ୍କ ପରେ ପ୍ରାୟ 13 ଜଣ ଶାସକ 377 ବର୍ଷ ପର୍ଯ୍ୟନ୍ତ ଶାସନ କରିଛନ୍ତି। ଏମାନେ ନାମମାତ୍ର ଓଡ଼ିଶାର ଅଧିପତିଙ୍କର ବସ୍ତୁତା ସ୍ୱୀକାର କରି ରାଜ୍ୟ ଶାସନ କରୁଥିଲେ। ରାଜ୍ୟ ମାନଙ୍କରେ ଏମାନଙ୍କର କ୍ଷମତା ଅପ୍ରତିହତ ଥିଲା। ଯେଉଁ ପାତ୍ର ଏବଂ ସାମଲ ବଂଶର ଦଳପତି ମାନେ ଏହି କିଲ୍ଲାକୁ ଶାସନ କରୁଥିଲେ ସେମାନଙ୍କର ନାମ ଅନୁସାରେ ହେଲେ ବନମାଳୀ ପାତ୍ର 860 895, ନରସିଂହ ପାତ୍ର 895 837, ଦୁର୍ଯ୍ୟୋ ସାମଲ 937 965, ଶରଣ ସାମଲ 965 967, ଗୋବିନ୍ଦ ସାମଲ 967 998, ହାଡ଼ିବନ୍ଧୁ ସାମଲ 998 1006, କହ୍ନେଇ ସାମଲ 1006 1027, ପବିତ୍ର ସାମଲ 1027 1032, ଅନନ୍ତ ସାମଲ 1032 1060, ରାଜୀବ ସାମଲ 1060 1101, ସୁଦର୍ଶନ ସାମଲ 1101 1118, ବିକଳ ସାମଲ 1118 1165, ଲୋକନାଥ ସାମଲ 1165 1196, ନାରାୟଣ ସାମଲ 1196 1239, ଜଗବନ୍ଧୁ ସାମଲ 1239 1299, ଶବର ସାମଲ 1299 1342, ହରି ସାମଲ 1342 1386, ଶଙ୍କର ସାମଲ 1386 1431, ମୁରାରୀ ସାମଲ 1431 1463, ଚନ୍ଦ୍ର ସାମଲ 1463 1518, ଧନୁର୍ଜ ସାମଲ 1518 1554। ଏହି ଦଳପତି ମାନଙ୍କ ମଧ୍ୟରେ 1342 ଖ୍ରୀଷ୍ଟାବ୍ଦରେ ଯିଏ ଶାସନ କରୁଥିଲେ ହରି ସାମଲ, ତାଙ୍କ ନାମ ଟିକେ ଉଲ୍ଲେଖଯୋଗ୍ୟ। ତତ୍ସହିତ ଏହାଙ୍କର ପୂର୍ବପୁରୁଷ ମାନେ ନିଜେ ହରି ସାମଲ ଓଡ଼ିଶାର ରାଜ୍ୟରୁ ରାଜାଙ୍କୁ ରୀତିମତ କର ଆଦାୟ କରି ନ ଦେବାରୁ ତତ୍କାଳୀନ ଓଡ଼ିଶାର ଅଧିପତି ଯିଏ ବୀର ଶ୍ରୀଶଙ୍ଖ ବାସୁଦେବ ତାଙ୍କର ସୈନ୍ୟ ସହ ପ୍ରଧାନ ସେନାପତି ନରସିଂହ ପାତ୍ରକୁ ପ୍ରେରଣ କରି ହରିସାମଲଙ୍କ ଠାରୁ ରାଜସ୍ୱ ଆଦାୟ କଲେ। ହରିସାମଲଙ୍କ ମୃତ୍ୟୁ ପରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଶଙ୍କର ସାମଲ ଓ କନିଷ୍ଠ ପୁତ୍ର ମୁରଲୀ ସାମଲ କ୍ରମାନ୍ୱୟରେ 45 ବର୍ଷ ଏବଂ 32 ବର୍ଷ ରାଜ୍ୟ ଶାସନ କଲେ। ଏହାପରେ 1463 ଖ୍ରୀଷ୍ଟାବ୍ଦରେ ଚନ୍ଦ୍ର ସାମଲ ଦଳପତି ହେଲେ।
ଏହି ସମୟରେ ଅନୁଗୁଳର ତତ୍କାଳୀନ ରାଜା ଏହି କିଲ୍ଲା ଆକ୍ରମଣ କରି ଏହାର କେତେକ ଅଂଶ ନିଜ ରାଜ୍ୟରେ ମିଶାଇ ଦେଲେ। ସେ 55 ବର୍ଷ ରାଜ୍ୟ ଶାସନ କଲେ। ଏହା ପରେ ଦୁର୍ଜୟ ସାମଲ, ନିଧି ସାମଲ, ଧନେଇ ସାମଲ, ପିଣ୍ଡିକ ସାମଲ, କପିଳ ସାମଲ, ଗୋପୀନାଥ ସାମଲ ଏବଂ ଟୁକୁଳି ସାମଲ ନାମଧେୟ ତାଙ୍କର 7 ଜଣ ପୁତ୍ର ଥିଲେ। এই 7 ପୁତ୍ର ସେ ଯେତେବେଳେ ଏମାନେ ବହୁତ ସାହସୀ ଏବଂ ପରାକ୍ରମୀ ଥିଲେ। ଚନ୍ଦ୍ର ସାମଲଙ୍କ ମୃତ୍ୟୁ ପରେ 1518 ଖ୍ରୀଷ୍ଟାବ୍ଦରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଧନୁର୍ଜୟ ସାମଲ ରାଜ୍ୟ ଶାସନ କଲେ ଏବଂ ଅନ୍ୟ ଭାଇମାନେ ତାଙ୍କର ଆଜ୍ଞାବହ ହେଲେ ଏବଂ ପ୍ରଥମେ ସୁଶାସନ କଲା ପରେ ଏମାନେ ପ୍ରଜାମାନଙ୍କ ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ଅକଥନୀୟ ଅତ୍ୟାଚାର ଆରମ୍ଭ କଲେ। ପ୍ରଜାମାନଙ୍କର ଅତ୍ୟାଚାରରେ ଅତ୍ୟନ୍ତ ଉତ୍ପୀଡ଼ିତ ହୋଇ ଅପର ରାଜ୍ୟର ଆଶ୍ରୟ କାମନା କରୁଥିଲେ। ଏହି 7 ଭାଇ ପ୍ରଥମେ ଶାସନ ଭଲ କରୁଥିଲେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଜାମାନଙ୍କ ଉପରେ ଏତେ ଅତ୍ୟାଚାର ଆକ୍ରମଣ କଲେ ଯେ ପ୍ରଜାମାନେ ଅସହ୍ୟ ହେଇଗଲେ। ଠିକ ଏହି ସମୟରେ ଉତ୍କଳର ଗଜପତି ବା ଉତ୍କଳର ଇତିହାସ ଯଦି ପର୍ଯ୍ୟାଲୋଚନା କରିବା, ଗଜପତି ଥିଲେ ଗଙ୍ଗସେବ୍ୟ ବଂଶୀୟର ସ୍ୱାଧୀନ ରାଜା କପିଳେନ୍ଦ୍ର ଦେବ। କପିଳେନ୍ଦ୍ର ଦେବ ତାଙ୍କର 18 ପୁତ୍ର ମଧ୍ୟରୁ କାହାକୁ ରାଜ ସିଂହାସନରେ ବସେଇ ନଥିଲେ। ଦାସୀ ଗର୍ଭରୁ ଜାତ ପୁରୁଷୋତ୍ତମ ଦେବଙ୍କୁ ରାଜ ସିଂହାସନରେ ବସେଇଥିଲେ। ତେଣୁ ଅନ୍ୟ ପୁତ୍ରମାନେ ସେମାନେ କିଏ ଗଞ୍ଜାମ ଅଞ୍ଚଳ ମଧ୍ୟପ୍ରଦେଶକୁ ଯାଇ ନିଜର ଗୋଟିଏ ଅଞ୍ଚଳ ଅଧିକାର କରିନେଇଥିଲେ। କିନ୍ତୁ 2 ପୁତ୍ର, ଜ୍ୟେଷ୍ଠ ପୁତ୍ର ଚନ୍ଦ୍ରଦେବ ଜେନାମଣି ଏବଂ କନିଷ୍ଠ ପୁତ୍ର ଉଦ୍ଧବ ଜେନାମଣି ଏମାନେ କୌଣସି କାରଣରୁ କୁନ୍ଦନଦେଇପୁର ନିକଟରେ ଆସି ଅବସ୍ଥାନ କରୁଥିଲେ। ସେମାନେ କାହାଠୁ ଶୁଣିବାକୁ ପାଇଲେ ଯେ ହିନ୍ଦୋଳରେ ଅରାଜକତା ଚାଲିଛି। ହିନ୍ଦୋଳ ପ୍ରଜାମାନେ ରାଜାଙ୍କ ଉପରେ ସନ୍ତୁଷ୍ଟ ନୁହନ୍ତି। ତେଣୁ ଏହି ସମୟରେ ରାଜପୁତ୍ର ହିନ୍ଦୋଳ ଆଡ଼କୁ ଆଗମନ କଲେ ଏବଂ ପ୍ରଜାମାନେ ଯେ ଅତିଷ୍ଠ ହେଲେଣି ରାଜାଙ୍କର ଅତ୍ୟାଚାରରେ ଏକଥା ଶୁଣି ସେମାନେ ହିନ୍ଦୋଳକୁ ଆସିଲେ। ଏବଂ କଥିତ ଅଛି ଏ ରାଜପୁତ୍ର ଦ୍ୱୟ ହେମେଣ୍ଡୁରୁ ଆସିଲା ବେଳେ ହାତରେ ଗୋଟିଏ କନିକ ଦୁର୍ଗା ମୂର୍ତ୍ତି ଆପଣା ସାଙ୍ଗରେ ନେଇ ଆସିଥିଲେ। ଏ ଦେବୀ ମୂର୍ତ୍ତି ପରମ ଆରାଧ୍ୟା ଥିଲେ ଏବଂ ଏକଦା ଉଦ୍ଧବ ଦେବଙ୍କୁ ସ୍ୱପ୍ନ ଦେଇ କହିଲେ, ଦେବୀ ମୂର୍ତ୍ତି ବତ୍ସ, ତୁମର ମନୋବାଞ୍ଛା ପୂର୍ଣ୍ଣ ହୋଇଛି, ତୁମ ଅନାୟାସରେ ହିନ୍ଦୋଳ ରାଜ ସିଂହାସନ ଲାଭ କରିବ। ସେହିଦିନଠାରୁ ହିନ୍ଦୋଳ ରାଜପ୍ରାସାଦରେ ମା ଦୁର୍ଗା ଦେବୀଙ୍କୁ ଇଷ୍ଟ ଦେବୀ ଭାବରେ ପୂଜା କରାଯାଇ ଆସେ। ଚନ୍ଦ୍ରଦେବ ଜେନାମଣି ଓ ଉଦ୍ଧବ ଜେନାମଣି ସେମାନଙ୍କର ଅତି ବିଶ୍ୱାସୀ ଭୃତ୍ୟ ହାଇଗ ଉତ୍ତର କବାଟ ଏବଂ କେତେଜଣ ସହକର୍ମୀଙ୍କ ସହିତ ଘୋର ଅରଣ୍ୟ ପଥରେ ଆସି ହିନ୍ଦୋଳର କନ୍ଧରା ପ୍ରଗଣା ଅନ୍ତର୍ଗତ ଲହଡ଼ା ଗ୍ରାମରେ ଉପସ୍ଥିତ ହେଲେ। ସେତେବେଳେ ଭିକାରୀ ଖଣ୍ଡୁଆଳ ଥିଲେ ଲହଡ଼ା ଗ୍ରାମର ମାଲିକ ବା ପ୍ରଧାନ। ରାଜପୁତ୍ର ଦୁଇଙ୍କ ଠାରୁ ତାଙ୍କର ଗୁପ୍ତ ବିଷୟ ତାଙ୍କର ପରିଚୟ ପାଇ ଏବଂ ପ୍ରଜାମାନେ ତ ଅତିଷ୍ଠ ହୋଇଛନ୍ତି, ପ୍ରଜାମାନେ ଚାହୁଁଛନ୍ତି ଅନ୍ୟ ରାଜ୍ୟର ଆଶ୍ରୟ ନେବା, ରାଜାର ଆଶ୍ରୟ ନେବା ପାଇଁ। ଏଇଭଳି ଏକ ସମୟରେ ସେଇଦିନ ତାଙ୍କୁ ଏ ଯୋଉ ଗ୍ରାମର ଖଣ୍ଡୁଆଳ, ଭିକାରୀ ଖଣ୍ଡୁଆଳ, ଇଏ ତାଙ୍କୁ ସାଥିରେ ଧରି ଦୁଦୁରୁକୋଟରେ ଯାଇ ପାଇକ ସର୍ଦ୍ଦାର ଯୋଗୁ ସାମଲ ଏବଂ ଅଚ୍ୟୁତ ପାତ୍ରଙ୍କୁ ଭେଟି ଗୁପ୍ତ ଭାବରେ କଥା ହେଲେ। କୌଶଳ ପୂର୍ବକ ସେମାନଙ୍କୁ ଆଣି ରାଜକୁମାରଙ୍କ ସହିତ ସାକ୍ଷାତ କରାଇଦେଲେ। ସର୍ଦ୍ଦାର ଦ୍ୱୟ ରାଜକୁମାରଙ୍କ ସହିତ କଥୋପକଥନ ହେଲେ। ପ୍ରଜାମାନଙ୍କର ଅସହ୍ୟ ନିଷ୍ପେଷଣ ବର୍ଣ୍ଣନା କରିବାକୁ ଲାଗିଲେ। ରାଜକୁମାରଙ୍କର ଆଗ୍ରହ, ଶୌର୍ଯ୍ୟ ଏବଂ ବୀରତ୍ୱକୁ ତାଙ୍କୁ ବିମୋହିତ କଲା। ଅବଶେଷରେ କେତେକ ପାଇକ ମାନଙ୍କୁ ସଂଗ୍ରହ କରି ନିର୍ଦ୍ଦିଷ୍ଟ ସମୟରେ ରାଜକୁମାର ଦ୍ୱୟଙ୍କ ଅଧିନାୟକତ୍ୱରେ ଅତର୍କିତ ଭାବରେ ସେମାନେ ଦୁଦୁରୁକୋଟ ଆକ୍ରମଣ କଲେ। ସେତେବେଳେ ଦୁଦୁରୁକୋଟ ରାଜଧାନୀ ଥିଲା। ସେଠାରେ ଶାସନ କରୁଥିବା এই ସାମଲ 7 ଭାଇଙ୍କୁ ସେମାନେ ପ୍ରଥମେ ବନ୍ଦୀ କଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ହତ୍ୟା କଲେ। ଏଇ ଯୋଉ ଯେତେବେଳେ ହତ୍ୟା କଲେ, ଏ 7 ଭାଇ ଯାକ ମୃତ୍ୟୁବରଣ କଲା ପରେ ତାଙ୍କର 7 ପତ୍ନୀ ଯାକ ସେମାନେ ସତୀ ପ୍ରଥା ଅନୁଯାୟୀ ଚିତାରେ ଝାସ ଦେବା ପାଇଁ ଆଗ୍ରହ ପ୍ରକାଶ କଲେ ବା ଝାସ ଦେଲେ। ଏହା ହଉଛି 16ଶ ଶତାବ୍ଦୀର କଥା। ସେଟା ହଉଛି 7 ସତୀଙ୍କ ଘଟଣା ଏବଂ ସେଇ 7 ସତୀ ଦାହ ହେଲା। ଏବେ ସୁଦ୍ଧା ମଧ୍ୟ ହିନ୍ଦୋଳ ରାଜଦରବାରରେ 7 ସତୀଙ୍କର ପୂଜନ ହେଇ ଆସୁଅଛି। ଏକଥା ନୀଳମଣି ସେନାପତି ଘଟଣାକୁ ବର୍ଣ୍ଣନା କରି ଲେଖିଛନ୍ତି ଓଡ଼ିଶା ଡିଷ୍ଟ୍ରିକ୍ଟ ଗେଜେଟିୟରରେ, ଦି ୱିଡୋ ଅଫ୍ ଦି ସର୍ଦ୍ଦାର ବ୍ରଦର୍ସ burnt themselves following the rites of the Sati, and the 7 Satis are being worshipped by the ruling family even up to the present day. 7 ସତୀ ମାନଙ୍କର ଅଗ୍ନିରେ ହ୍ରାସ ଦେବା ଘଟଣା ଏକ ବିଭତ୍ସ ଦୃଶ୍ୟ ଥିଲା। ଏ ଦୃଶ୍ୟ ଦେଖି ଚନ୍ଦ୍ରମଣି ଦେବଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା। ଚନ୍ଦ୍ରମଣି ଦେବ ବଡ ଭାଇ ସେ ଚାହିଁଲେ ନାହିଁ ଆଉ ରାଜସିଂହାସନରେ ବସିବା ପାଇଁ। ଏମାନଙ୍କୁ ନିହତ କଲେ, ରାଜ୍ୟ ଅଧିକାର କଲେ, କିନ୍ତୁ ଚନ୍ଦ୍ରମଣି ଦେବ ଆଉ ସିଂହାସନରେ ବସିବା ପାଇଁ ଚାହିଁଲେ ନାହିଁ। ସେ ସନ୍ନ୍ୟାସ ଗ୍ରହଣ କରି ପଳେଇଲେ। ଉଦ୍ଧବ ଦେବ ଜେନାମଣି ତାଙ୍କୁ ଯେତେ ବୁଝେଇଲେ ମଧ୍ୟ ସେ ହିନ୍ଦୋଳ ରାଜସିଂହାସନରେ ବସିଲେ ନାହିଁ। ଏ କଥା ଥିଲା 1554 ଖ୍ରୀଷ୍ଟାବ୍ଦର କଥା ଏବଂ ସେ 1554 ଖ୍ରୀଷ୍ଟାବ୍ଦରେ ମୋଟାମୋଟି ଭାବରେ ଉଦ୍ଧବ ଜେନାମଣି ହିନ୍ଦୋଳ ରାଜସିଂହାସନ ଆରୋହଣ କଲେ। ତେଣୁ ସେଇଦିନ ଠାରୁ ଗଡଜାତର ପ୍ରତିଷ୍ଠାତା ଭାବରେ ଉଦ୍ଧବ ଜେନାମଣିଙ୍କ ନାମକୁ ଗ୍ରହଣ କରାଯାଇ ଆସୁଛି, ଇତିହାସ ଗ୍ରହଣ କରୁଛି। ଯେ ଉଦ୍ଧବ ଜେନାମଣି ହେଉଛନ୍ତି ହିନ୍ଦୋଳ ରାଜବଂଶର ବା ଗଡଜାତର ପ୍ରତିଷ୍ଠାତା। ଉଦ୍ଧବ ଜେନାମଣି ରାଜା ହେଇ ପୂର୍ବ ରାଜଧାନୀ ଦୁଦୁରୁକୋଟ ଥିଲା। ସେ ଦୁଦୁରୁକୋଟ ସନ୍ନିହିତ ଗୋଟେ ଅନୁଚ୍ଚ ପାହାଡ ଉପରେ ସେ ତାଙ୍କର ବାସବଟୀ ଦୁର୍ଗ ନିର୍ମାଣ କଲେ।
यार 2 वर्ष पर राजा हेबार 2 वर्ष पर अनुगुल तत्कालीन राजकुमारी चारुशिला सहित शुभ परिणय अनुष्ठित है। सिंहासन आरोहण कला बेलू मात्र 28 वर्ष होता। से 27 वर्ष राजत्व कले और 1581 ख्रीष्टाब्द प्राणत्याग कले। 1581 रु 1623 पर्यंत जेनामणि उपाधिधारी आउ 4 जन राजा 42 वर्ष शासन करते। एमान कौन विशेष घटना घटी नाला। 1623 रु 1627 ख्रीष्टाब्द पर्यंत महारथ उपाधिधारी 4 जन राजा 47 वर्ष शासन करते। एमान मध्य प्रधान थिले नंददेव महारथ। ये नंददेव महारथ नाम प्रणिधान योग्य। नंददेव महारथ 1623 रु 1640 पर्यंत से शासन करथिले। से थिले नकुल जेनामणिकर ज्येष्ठ पुत्र। से साहसी और प्रतापशाली थिले। 1626 ख्रीष्टाब्द से जगन्नाथ को साक्षात करने पुरी जाइथिले। पुरी रहणी काल भितर एक मल्ल को से बाहुयुद्ध परास्त कर देथिले। गोटे मल्ल को से बाहुयुद्ध परास्त करदेवा फल जेनामणि पद पदवी महारथ उपाधि होता। गजपति महारथ उपाधि देते। से दिन ठारू से नंददेव महारथ नाम परिचित हेले। ये नंददेव महारथ समय ढेंकानाल युद्ध एक उल्लेखनीय घटना थिला। इतिहास कहे ढेंकानाल जड़े सरदार पाइक हिंदोल राज्य अंतर्गत ईश्वरपाल गढ़ को लुंठन कर गणनायक चरण सामल को बंदी कर नहीं जाते। नंददेव यह शुणी सैन्य संग्रह कर ढेंकानाल आक्रमण कर केत ग्राम लुंठन कले और ढेंकानाल सैन्य मैंने उपस्थित होई प्रतिहत कले। फलत गंजारा ग्राम निकट में प्रबल युद्ध है। से ढेंकानाल सैन्य पराजय स्वीकार कर पलायन कले। नंददेव निजर सैन्य मान अनुधावन कले। बहु पर्यंत गोड़े नेले और गोड़े नेला से गोटे डाल पोतीदेले और कहले ये आमर आम राज्यर सीमा जहाँकि आज सुधा गंजरा निकट में अच्छी डालपका ठाकुराणी बोली कहते। से राजत्व से जिला किला से पर्यंत 700 वर्ग माइल पर्यंत किला को से बढ़ई पड़ते। से बांकीर राजकन्या राधादी पाटराणी थे। एकमात्र पुत्र ऋषि सिंह जन्म किछि दिन पर से मृत्युवरण करते नंददेव महारथ। एवं कर्मनिष्ठ ब्राह्मण मान अभाव देखिक से पुरी बल्लभ मिश्र नामक जड़े ब्राह्मण को आनी गोटे ग्राम शासन बसई ना नंदपुर शासन। एवं 17 वर्ष राजत्व करते से 1640 ख्रीष्टाब्द प्राणत्याग करते नंददेव महारथ। नंददेव महारथ पर पुत्र ऋषिदेव महारथ से शासन भार ग्रहण करते। ऋषिदेव महारथ शासन कले। तेणु नंददेव पुत्र ऋषिदेव महारथ मात्र 2 वर्ष शासन करते। गंगाधर देव राजगादी बसते। गंगाधर देव पर हरिदेव महारथ खोर्धा राजा ठारू से वीरत्व नरेंद्र उपाधि पाई। तेणु जेनामणि पर महारथ, महारथ पर नरेंद्र। ये नरेंद्र उपाधि पाइबा पर ठारू सेमानकर सांगिया पदवी बदली जाइछला। एवं ये नरहरि सिंह नरेंद्र बोली उपाधि होता से राजा। 30 वर्ष बयस से वृंदावन सिंह नरेंद्र पर सिंहासन आरोहण करते। यही भाव राज्य शासन चलता। से टे बहुत विलासी प्रिय थे। अमात्य मान हाथ में शासन भार देते। शासन दुर्बल हो गला। यार सुजोग नहीं ढेंकानाल राजा हिंदोल आक्रमण कर नरसिंह सैन्य मान अनायास परास्त कले। ढेंकानाल जो अंश नंददेव महारथ अधिकार करते को नरसिंह देव छाड़ा बाध्य होते। तेणु नरसिंह नरेंद्र 1691 ख्रीष्टाब्द मृत्युवरण कर सारा पर पुत्र अच्युत सिंह नरेंद्र 1701 मसीहा पर्यंत सुचारू रूपे राज्य शासन करते। भगवान सिंह नरेंद्र 1701 रु 1733 पर्यंत अच्युत सिंह पर सिंहासन आरोहण करते। या सहित अनुगुल राजा सीमांत बद उपजिता। फल अनुगुल राजा निजर प्रधान सेनापति 200 पदातिक सैन्य नहीं हिंदोल जय करने आगे आते। 2 दिन पर्यंत मैधरपुर निकट में तुमुल युद्ध है। शेष अनुगुल सेनापति विश्वासघातकता फल अनुगुल राजा परास्त हेले। भगवान सिंह नरेंद्र बहुत क्षति होते भगवान सिंह निसंतान थी मध्य भाई दामोदर सिंह को 1733 ख्रीष्टाब्द सिंहासन आरोहण कले। धार्मिक सहिष्णु और बुद्धिमान थे। हिंदोलर पाइक मान समर निपुण कराई पार्थिले। दिने मृगया उद्देश्य भ्रमण करू निज राज्य सीमा पार हो से नरसिंहपुर केन्दुपल्ली नामक कंधपल्ली नामक ग्राम उपस्थित होते। यह स्थान प्राकृतिक दृश्य को देखी से विमोहित होते। यही भाव राज्य शासन चलला। दामोदर सिंह सैन्यबल वृद्धि हेतु नरसिंहपुर राजा
ବା ନରସିଂହପୁର ରାଜା ତାଙ୍କ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ ଯୁଦ୍ଧ ହବାର ଥିଲା, କିନ୍ତୁ ନରସିଂହପୁର ରାଜା ତାଙ୍କର ସୈନ୍ୟବଳ ଦେଖି ହିନ୍ଦୋଳ ରାଜାଙ୍କର ସେ ଫେରିଗଲେ। ଏଇ ସମୟରେ ଆଗମନ କରିଥିଲେ ଆମର ଯିଏ ଚୌଥ ଆଦାୟ କରିବା ପାଇଁ ମରହଟା ଶାସନକର୍ତ୍ତା ଚେମଣାଜୀ, ଏବଂ ଚେମଣାଜୀଙ୍କ ସହିତ ଆଲୋଚନା କଲେ। ଦାମୋଦର ସିଂହ ଏଥିରେ ବିଜୟୀ ହେଲେ ଏବଂ ନରସିଂହପୁର ରାଜା ଫେରିଗଲେ। ଦାମୋଦର ସିଂହ ନିଜ ସାନ ଭାଇ ଅଧର ସିଂହକୁ ବହୁତ ସ୍ନେହ କରୁଥିଲେ, ତେଣୁ ସେ ଆଉ ଗୋଟେ ସାନ ହିଣ୍ଡୋଳ ନାମକ ଏକ ଗ୍ରାମ ବସାଇ ତାକୁ ସେଠି ଶାସନ କରାଇଲେ। ଏହାଙ୍କ ଶାସନ କାଳରେ ରୁଦ୍ରକୋଟ ଓ ନୂଆ ତୈଳା ଦିଟା ପୋଖରୀ ସେ ଖୋଳାଇଥିଲେ। ତାଙ୍କ ରାଜତ୍ୱ କାଳରେ ପ୍ରଜାମାନଙ୍କର ଅବସ୍ଥା ପ୍ରଚଳ ଥିଲା ଏବଂ ଏଇ ଦାମୋଦର ସିଂହ ନରେନ୍ଦ୍ର ସେ ଦାମୋଦରପୁର ଶାସନ ମଧ୍ୟ ତାଙ୍କ ରାଜତ୍ୱ କାଳରେ ବସେଇଥିଲେ, ଗୋଟେ ଶାସନ ବସେଇଥିଲେ। ଦାମୋଦର ସିଂହ ନରେନ୍ଦ୍ରଙ୍କ ପରେ ରାଧାକାନ୍ତ ମର୍ଦ୍ଦରାଜ ଜଗଦେବ 1770 ଖ୍ରୀଷ୍ଟାବ୍ଦ ମସିହାରେ ସିଂହାସନ ଆରୋହଣ କଲେ। ସେ କାହିଁକି ପୁଣି ମର୍ଦ୍ଦରାଜ ଜଗଦେବ ଉପାଧି ଆସିଲା? ଏଇ ସେ ଆପଣାର କର୍ମଚାରୀ ମାନଙ୍କ ସହିତ ପୁରୀ ଯାଇଥିଲେ, ଦିବ୍ୟସିଂହ ଦେବ ମହାରାଜାଙ୍କ ସହିତ ତାଙ୍କର ସାକ୍ଷାତ କଲେ ଏବଂ ଦିବ୍ୟସିଂହ ରାଜା ତାଙ୍କ ସାକ୍ଷାତରେ ଖୁସି ହୋଇ ତାଙ୍କୁ ମର୍ଦ୍ଦରାଜ ଜଗଦେବ ଉପାଧି ପଦବୀ ପ୍ରଦାନ କରିଥିଲେ। ସେଇଦିନ ଠାରୁ ନରେନ୍ଦ୍ର ପଦବୀ ମଧ୍ୟ ଉଠିଗଲା। ତେଣୁ ଜେନାମଣି, ମହାରଥ, ନରେନ୍ଦ୍ର, ତାପରେ ଆସିଲା ମର୍ଦ୍ଦରାଜ ଜଗଦେବ। ତେଣୁ ଦାମୋଦର ସିଂହ ହେଲେ ଦାମୋଦର ସିଂହ ମର୍ଦ୍ଦରାଜ ଜଗଦେବ, ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସିଛି। ଏହା ଥିଲା 1770 ମସିହାର କଥା। ଏବଂ ସେ ପରମ ଧାର୍ମିକ ଥିଲେ, ଦୟାଶୀଳ ଥିଲେ। ସେ ରାମେଶ୍ୱର ମହାଦେବଙ୍କୁ ପ୍ରତିଷ୍ଠିତ କରି ତାଙ୍କ ସମ୍ମୁଖରେ ମର୍ଦ୍ଦସାଗର ନାମକ ଗୋଟିଏ ବୃହତ୍ ପୁଷ୍କରିଣୀ ଖୋଳାଇଥିଲେ ଏବଂ ମର୍ଦ୍ଦରାଜପୁର ଶାସନ ମଧ୍ୟ ତାଙ୍କର ଏକ କୀର୍ତ୍ତି। ସେ 1781 ପର୍ଯ୍ୟନ୍ତ ଶାସନ କରିଥିଲେ। ରାଧାକାନ୍ତ ସିଂହ ମର୍ଦ୍ଦରାଜଙ୍କ ପରେ ରାମଚନ୍ଦ୍ର ସିଂହ ମର୍ଦ୍ଦରାଜ 1781ରୁ 1786 ସିଂହାସନ ଆରୋହଣ କରିଥିଲେ। ସେ ରାମଚନ୍ଦ୍ରପୁର ନାମଧେୟ ଏକ ବ୍ରାହ୍ମଣ ଶାସନ ବସିଥିଲେ। ସେ ସମୟରେ କୌଣସି ବିଶେଷ ଘଟଣା ଘଟୁନଥିଲା। କୃଷ୍ଣଚନ୍ଦ୍ର ସିଂହ ମର୍ଦ୍ଦରାଜ ଜଗଦେବ 1786ରୁ 1829 ପର୍ଯ୍ୟନ୍ତ ରାମଚନ୍ଦ୍ର ସିଂହ ମର୍ଦ୍ଦରାଜଙ୍କ ପରେ ସିଂହାସନ ଆରୋହଣ କଲେ। ଏହାଙ୍କ ରାଜତ୍ୱ କାଳରେ ରାମଚନ୍ଦ୍ର ସିଂହଙ୍କର ଅନ୍ତରପୁତ୍ର ଜଗନ୍ନାଥ ସିଂହ ରାଜ ବିଦ୍ରୋହ କଲେ। ତାଙ୍କର ଜଣେ ଦାସୀ ପୁତ୍ର ଥିଲେ ଜଗନ୍ନାଥ ସିଂହ। ସେ କୃଷ୍ଣଚନ୍ଦ୍ର ସିଂହଙ୍କୁ ଅପମାନିତ କରି ନିଜ ରାଜ୍ୟରୁ ବାହାର କରିବା ପାଇଁ ଚେଷ୍ଟା କଲେ, କିନ୍ତୁ କୃଷ୍ଣଚନ୍ଦ୍ର ସିଂହ ତାଙ୍କୁ ରାଜ୍ୟରୁ ବାହାର କରିଥିଲେ। ଜଗନ୍ନାଥ ସିଂହଙ୍କର ଅପମାନର ପ୍ରତିଶୋଧ ନେବା ପାଇଁ ଅନୁଗୁଳ, ଢେଙ୍କାନାଳ, ବଡମ୍ବା ରାଜାମାନଙ୍କୁ ଏକତ୍ରିତ କରି ସବୁ ଛିଦ୍ର କଥା କହିଲେ ଏବଂ ହିନ୍ଦଳ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହର ସୂତ୍ରପାତ ନିମନ୍ତେ ଇନ୍ଧନ ଯୋଗାଇଥିଲେ। କିନ୍ତୁ ତାହା ବିଫଳ ହେଲା, କାରଣ ସେ ବହୁତ ପାରିବାର ଥିଲେ ସେ ରାଜା। ତେଣୁ ଏ କୃଷ୍ଣଚନ୍ଦ୍ର ସିଂହଙ୍କ ରାଜତ୍ୱ କାଳରେ ଅନ୍ୟ ରାଜାମାନେ ପରାଭୂତ ହେଲେ ଏବଂ କେହି ତାଙ୍କ ଉପରେ ଆକ୍ରମଣ କରିପାରିଲେ ନାହିଁ। କୃଷ୍ଣଚନ୍ଦ୍ର ସିଂହ ରାଜତ୍ୱ କାଳ 1803 ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ। ତେଣୁ 1804 ଖ୍ରୀଷ୍ଟାବ୍ଦରେ ଏକ ଚୁକ୍ତିପତ୍ର ଏହାଙ୍କଠାରୁ ଇଂରେଜମାନେ ଲେଖାଇ ନେଲେ ଏବଂ କିଲାର ପେସ୍କସ୍ 551 ଟଙ୍କା ଧାର୍ଯ୍ୟ କରାଯାଇଥିଲା। କୃଷ୍ଣଚନ୍ଦ୍ରଙ୍କର 6 ରାଣୀ ଥିଲେ। ପ୍ରଥମ 4 ଜଣଙ୍କର କୌଣସି ସନ୍ତାନ ନଥିଲେ। ପଞ୍ଚମ ରାଣୀଙ୍କର ଗର୍ଭରୁ ହରିହର ସିଂହ ଏବଂ ଏକ କନ୍ୟା ଜାତ ହୋଇଥିଲେ। ଷଷ୍ଠ ରାଣୀଙ୍କ ଗର୍ଭରୁ ଈଶ୍ୱର ସିଂହ, ପିଣ୍ଡିକ ଶ୍ରୀଚନ୍ଦନ ଓ ଘନଶ୍ୟାମ ହରିଚନ୍ଦନ ଜନ୍ମଗ୍ରହଣ କରିଥିଲେ। ରାଜା ତାଙ୍କର ଏକମାତ୍ର କନ୍ୟାକୁ ତତ୍କାଳୀନ ଅନୁଗୁଳ ରାଜା ସୋମନାଥ ସିଂହ ସହିତ ବିବାହ ଦେଇ ବୈଧରପୁର, ସରବେରଣା ଓ କଡଳା ନାମକ ଗ୍ରାମତ୍ରୟ ଯୌତୁକ ସ୍ୱରୂପ ପ୍ରଦାନ କରିଥିଲେ। ଏହି ସମୟରୁ ଏହି ଗ୍ରାମ ଗୁଡ଼ିକ ହିନ୍ଦୋଳରୁ ବିଚ୍ଛିନ୍ନ ହୋଇଯାଇଥିଲା। ତେଣୁ କୃଷ୍ଣଚନ୍ଦ୍ର ସିଂହ କୃଷ୍ଣଚନ୍ଦ୍ରପୁର ଶାସନ ମଧ୍ୟ ତାଙ୍କ ସମୟରେ ବସାଇଥିଲେ। କୃଷ୍ଣଚନ୍ଦ୍ର ସିଂହଙ୍କର ମୃତ୍ୟୁ ପରେ 23 ବର୍ଷ ବୟସର ହରିହର ସିଂହ 1829 ରାଜ୍ୟଭାର ଗ୍ରହଣ କଲେ। କେତେକ ଅନୁଚରଙ୍କ ପ୍ରରୋଚନାରେ ପଡ଼ି ସେ ମଧ୍ୟ ଭାଇ ଈଶ୍ୱର ସିଂହଙ୍କୁ ନିଜ ରାଜ୍ୟରୁ ବିତାଡ଼ିତ କଲେ। ସେ ଆତ୍ମଗୋପନ କରି ଅନୁଗୁଳ ଜିଲ୍ଲାର ତରାସ ଗ୍ରାମରେ ବାସ କରୁଥିଲେ। ହରିହରପୁର ଶାସନ ହରିହର ସିଂହଙ୍କ ଦ୍ୱାରା ମଧ୍ୟ ସ୍ଥାପିତ ହୋଇଛି। ହରିହର ସିଂହଙ୍କ ଅକାଳ ମୃତ୍ୟୁ ପରେ ରାଜକର୍ମଚାରୀମାନେ ତାଙ୍କ କନିଷ୍ଠ ଭ୍ରାତା ପିଣ୍ଡିକ ସିଂହକୁ ରାଜସିଂହାସନରେ ବସାଇଲେ। ଈଶ୍ୱର ସିଂହ ଏ ସମ୍ବାଦ ପାଇ ଅନୁଗୁଳ ରାଜାଙ୍କ ସାହାଯ୍ୟରେ ତତ୍କାଳୀନ କମିଶନର ମିଲ୍ ସାହେବଙ୍କ ନିକଟରେ ରାଜସିଂହାସନ ଦାବି ଉପସ୍ଥାପନ କରିଥିଲେ। ପିଣ୍ଡିକ ସିଂହଙ୍କୁ ଡକାଇ ମିଲ୍ ସାହେବ ସମସ୍ୟାର ସମାଧାନ କଲେ। ଫଳରେ ଈଶ୍ୱର ସିଂହ ରାଜସିଂହାସନରେ ବସିଲେ ଓ ପିଣ୍ଡିକ ସିଂହ ସେହି ରାଜ୍ୟରେ ଅବସ୍ଥାନ କଲେ। ଏହି ସମୟରେ ମହାପ୍ରତାପୀ ସୋମନାଥ ସିଂହ, ସିନ୍ଧୁ ଗଣନାୟକଙ୍କ ଭଳି ସର୍ଦ୍ଦାରମାନଙ୍କ ସାହାଯ୍ୟରେ ବ୍ରିଟିଶ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ। କିନ୍ତୁ ପରିତାପର ବିଷୟ, ଈଶ୍ୱର ସିଂହ ତାଙ୍କୁ ସାହାଯ୍ୟ କରିନଥିଲେ, କାରଣ ସେ ବ୍ରିଟିଶ ସରକାରଙ୍କର ଅତ୍ୟନ୍ତ ଅନୁରକ୍ତ ଥିଲେ ଏବଂ ସୋମନାଥ ସିଂହ ତାଙ୍କ ସହଚରମାନଙ୍କର ବିରୋଧାଚରଣ କରିଥିଲେ। 1870 ଖ୍ରୀଷ୍ଟାବ୍ଦରେ ସୋମନାଥ ଦାସ ଦେୱାନ ପଦରେ ମନୋନୀତ ହେଲେ। ନରସିଂହପୁର ସୀମାନ୍ତ ବିବାଦ ତାଙ୍କ ଦ୍ୱାରା ନିଷ୍ପତ୍ତି ହେଇଥିଲା। ଢେଙ୍କାନାଳ ଜିଲ୍ଲାର ସୀମା ବିବାଦ ନିଷ୍ପତ୍ତି ହେଇଥିଲା ଏବଂ ସେ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଶ୍ରୀଯୁକ୍ତ ବାବୁ ହରିଚନ୍ଦ୍ର ଦାସ ମହୋଦୟଙ୍କ ଠାରେ ନ୍ୟସ୍ତ ଥିଲା। କିନ୍ତୁ ସୀମା ବିବାଦ ମୀମାଂସା ହେଲା
ସମୟରେ ହିନ୍ଦୋଳରେ କେହି ସୁଚାରୁ ରୂପେ ସୀମା ବିବାଦ ପାଇଁ ସୀମା ନିର୍ଦ୍ଧାରଣ ସମୟରେ ନଥିଲେ। ତେଣୁ ଏକପାଖିଆ ଭାବରେ ଢେଙ୍କାନାଳ ସହିତ ତାଙ୍କର ସୀମାର ବିବାଦର ସମାଧାନ ହେଇଥିଲା। ଏହାଙ୍କ ଶାସନ କାଳରେ ହଣ୍ଟର ସାହେବ ଗୁରୁଜାଙ୍କ ଜଙ୍ଗଲରେ ହାତୀ ଖେଦା କରି ବହୁତ ବଣୁଆ ହାତୀ ଧରିଥିଲେ। ତେଣୁ ତାହା ଦେଖିବା ନିମନ୍ତେ ଆଠଗଡ଼ ଆଉ ନରସିଂହପୁର ରାଜା ଏବଂ କମିଶନର ହିନ୍ଦୋଳକୁ ଆସିଲେ। ସେମାନେ ଦେଖିଲେ ଯେ ହାତୀ ଖେଦା ବସେଇକିରି ହାତୀ ଧରୁଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ 1866 ଖ୍ରୀଷ୍ଟାବ୍ଦ ଦୁର୍ଭିକ୍ଷ ଆସିଥିଲା। ସେଥିରେ ରାଜା ନିଜର ପ୍ରଜାମାନଙ୍କୁ ଯଥାଶକ୍ତି ସାହାଯ୍ୟ କରିଥିଲେ। ଈଶ୍ୱର ସିଂହଙ୍କର ମଧ୍ୟ 6 ଜଣ ରାଣୀ ଥିଲେ। ତୃତୀୟ ରାଣୀ 2 ଜଣ ରାଣୀଙ୍କ ଗର୍ଭରୁ ଗୋଟିଏ କନ୍ୟା, ତୃତୀୟ ରାଣୀଙ୍କ ଠାରୁ ଫକୀର ସିଂହ ଏବଂ ଜନାର୍ଦ୍ଦନ ସିଂହ ନାମକ 2 ପୁତ୍ର, ଚତୁର୍ଥ ରାଣୀଙ୍କ ଗର୍ଭରୁ ଏକ କନ୍ୟା ଜନ୍ମଗ୍ରହଣ କରିଥିଲେ। ଇଏ 32 ବର୍ଷ ଶାସନ କରି 1873 ସାଲ ଡିସେମ୍ବର 13 ତାରିଖରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର 1873 ମସିହା ଡିସେମ୍ବର 14 ତାରିଖରେ ଫକୀର ସିଂହ ମର୍ଦ୍ଦରାଜ ଜଗଦେବ ସିଂହାସନ ଆରୋହଣ କଲେ। ସାବତ ଭାଇ ବଳଭଦ୍ର ମାନସିଂହ ଦେୱାନ ଥିଲେ। ତାଙ୍କ ସମୟରେ ନଜରଗୁଡ ବନ୍ଦୋବସ୍ତ ସମାପ୍ତ ହୋଇଥିଲା। 1876 ମସିହା ଜୁନ ମାସରେ ସାନ ଭାଇ ସହ ଜଗନ୍ନାଥ ଦେବ ଶ୍ରୀଗୁଣ୍ଡିଚା ଯାତ୍ରା ଉଦ୍ଦେଶ୍ୟରେ ପୁରୀ ଯାଇଥିଲେ ଏବଂ ସେଠାରେ 24 ବର୍ଷ ବୟସରେ ସେ ମୃତ୍ୟୁବରଣ କଲେ। ତାଙ୍କ ପରେ ଫକୀର ସିଂହ ମର୍ଦ୍ଦରାଜଙ୍କ ଅକାଳ ମୃତ୍ୟୁ ହେବାରୁ ତାଙ୍କ ସାନ ଭାଇ ଜନାର୍ଦ୍ଦନ ସିଂହ ମର୍ଦ୍ଦରାଜ 22 ବର୍ଷ ବୟସରେ ସିଂହାସନ ଅଭିଷିକ୍ତ ହେଲେ। କିନ୍ତୁ ଦେୱାନ ବଳଭଦ୍ର ମାନସିଂହ ଚକ୍ରାନ୍ତ କରି ରାଜଶକ୍ତି ହରଣ କରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ସିଂହାସନ ବସିବାର 1 ବର୍ଷ ପରେ ସେ ଚିକିଟି ରାଜକନ୍ୟାଙ୍କ ସହିତ ତାଙ୍କର ଶୁଭ ପରିଣୟ ଅନୁଷ୍ଠିତ ହେଲା ଏବଂ ଏହି ବିବାହ ପରେ ତାଙ୍କର ଭାଗ୍ୟ ବଦଳିଗଲା। ଯେତେବେଳେ ତାଙ୍କର ଭାଗ୍ୟ ବଦଳିଗଲା, ଦେୱାନଙ୍କ କ୍ଷମତା ସଂକୁଚିତ ହେଲା। ପ୍ରଶସ୍ତ ରାସ୍ତାମାନ ତିଆରି କଲେ, ଅନାବଶ୍ୟକ ଜଙ୍ଗଲମାନଙ୍କୁ କଟେଇଲେ, ରାଜ୍ୟର ମେଳିଆ ମାନଙ୍କୁ ଦମନ କରାଯାଇ ରାଜ୍ୟର ଶାନ୍ତି ଏବଂ ସମୃଦ୍ଧି ପ୍ରତିଷ୍ଠା କଲେ। 1881ରେ ବାବୁ ଗୋବର୍ଦ୍ଧନ ଘୋଷାଳଙ୍କୁ ଦେୱାନ ନିଯୁକ୍ତି କଲେ। ତାଙ୍କର ତତ୍ତ୍ୱାବଧାନରେ 2 ଥର ସେ ବନ୍ଦୋବସ୍ତ କାର୍ଯ୍ୟ ସମ୍ପନ୍ନ କରାଇଲେ। ଢେଙ୍କାନାଳ, ନରସିଂହପୁର ଏବଂ ଅନୁଗୁଳର ସୀମାନ୍ତ ବିବାଦର ସମାଧାନ ହେଲା। 1903 ଖ୍ରୀଷ୍ଟାବ୍ଦରେ ଦେୱାନ ରାଜାଙ୍କ ଅନୁମତି ନେଇ ନିଜ ଇଚ୍ଛାରେ ସ୍ଥାନ ପରିତ୍ୟାଗ କଲେ। ଜନାର୍ଦ୍ଦନ ସିଂହ ମର୍ଦ୍ଦରାଜ ଜଗଦେବଙ୍କର ସମୟ ଖୁବ୍ ସୁଚାରୁ ରୂପେ ଅତିବାହିତ ହୋଇଥିଲା ବୋଲି ଏକଥା ନୀଳମଣି ସେନାପତି ଓଡ଼ିଶା ଗେଜେଟିୟରରେ ଲେଖିଛନ୍ତି। ରାଜା ଜନାର୍ଦ୍ଦନ ସିଂହ ମର୍ଦ୍ଦରାଜ was an enlightened ruler. He worked hard to improve the material condition of the state and constructed some good buildings, the most notable of which is the Darbar Hall, which contains decoration designed by him. ସେ ଦରବାର ହଲ୍ ବସେଇଥିଲେ। ତେଣୁ ଜନାର୍ଦ୍ଦନ ସିଂହ 1906 ମସିହାରେ ମୃତ୍ୟୁବରଣ କଲେ। ଯେତେବେଳେ 1906 ମସିହାରେ ଜନାର୍ଦ୍ଦନ ସିଂହ ମୃତ୍ୟୁବରଣ କଲେ, ତାଙ୍କର ପୁତ୍ର ନବକିଶୋର ସିଂହ ମର୍ଦ୍ଦରାଜ ଜଗଦେବ ଏବଂ କୁମାର ସୁରେଶ ସିଂହ ତାଙ୍କର 2 ପୁତ୍ର ଥିଲେ। এই 2 ପୁତ୍ର ଭିତରୁ ଜନାର୍ଦ୍ଦନ ସିଂହଙ୍କ ମୃତ୍ୟୁ ବେଳକୁ ନବକିଶୋର ସିଂହ ନାବାଳକ ଥିବାରୁ କିଛି ଦିନ ପାଇଁ ରାଜ୍ୟ ଶାସନ ବ୍ରିଟିଶ ସରକାରଙ୍କ ହାତରେ ଶାସନାଧୀନ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ 1913 ମସିହା ଅକ୍ଟୋବର 20 ତାରିଖରେ ନବକିଶୋର ସିଂହ ମର୍ଦ୍ଦରାଜ ଶାସନ ଭାଗରେ ବସିଲେ। ଏହି ନବକିଶୋର ସିଂହ ମର୍ଦ୍ଦରାଜ 1891 ମସିହା ଜୁନ 14ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ସେ 15 ବର୍ଷ ବୟସରେ 1906 ଫେବୃଆରୀ 10 ତାରିଖରେ ରାଜସିଂହାସନରେ ବସିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ସେ ରେଭେନ୍ସା କଲେଜିଏଟ ସ୍କୁଲରେ ପାଠ ପଢିଥିଲେ। ତାପରେ ରାୟପୁର ରୟାଲ କଲେଜରୁ ଡିପ୍ଲୋମା ପାସ୍ କରିଥିଲେ ଏବଂ ତାଙ୍କର ହଳିଆର ରାଜକୁମାରୀଙ୍କ ସହିତ ବିବାହ ହୋଇଥିଲା। 1903ରେ ତାଙ୍କର ବିବାହ ହୋଇଥିଲା, କିନ୍ତୁ ରାଣୀଙ୍କର ମୃତ୍ୟୁ ହୋଇଯାଇଥିଲା ଅଳ୍ପ ଦିନ ପରେ। ତେଣୁ ସେ ଥୁଆମୂଳର ରାମପୁର ରାଜକୁମାରୀଙ୍କୁ ପୁନଃ ବିବାହ କରିଥିଲେ। ସେ ହିନ୍ଦୋଳ ରାଜବଂଶର 22ତମ ଶାସକ ଥିଲେ ନବକିଶୋର ସିଂହ ମର୍ଦ୍ଦରାଜ। ୟାଙ୍କ ସମୟରେ ପ୍ରଶାସନ ଦୃଷ୍ଟିରୁ ସେ ହିନ୍ଦୋଳ ଗଡ଼ଜାତକୁ 8ଟି ପ୍ରଗଣା ବା 8ଟି ଜିଲ୍ଲାରେ ବିଭକ୍ତ କରିଥିଲେ। ଗୋଟିଏ ପ୍ରଗଣା ଥିଲା ହିନ୍ଦୋଳଗଡ଼, ଯୋଉଠି ହିନ୍ଦୋଳଗଡ଼, ଗୋବିନ୍ଦ ବେରେଣୀ ଏବଂ ସରଧାପୁର ରହିଥିଲା। ଦ୍ୱିତୀୟ ପ୍ରଗଣା ଥିଲା ଗିରିଧର ପ୍ରସାଦ, ଯାହା ଅଧୀନରେ ରାସୋଳ, ଚିତଳପୁର, କାରନ୍ଦା, କଳିଙ୍ଗା, ନୂଆଭୂଇଁ, ବୁହାଳିପାଳ, କୁକୁଟା, ବାଲିକିଆରି ଥିଲା। ତୃତୀୟ ପ୍ରଗଣା ଥିଲା ଦୁଦୁରୁକୋଟ, ଯାହା ଅଧୀନରେ ଦୁଦୁରୁକୋଟ, ରଞ୍ଜାଗୋଳ, ବାରିସିଙ୍ଗା, ଗୁହେଳି ଓ ପଡ଼ା ଥିଲା। ତୃତୀୟ ପ୍ରଗଣା ଥିଲା ପାରିକୁଳ, କଙ୍କାଳ, ସଞ୍ଜପଡ଼ା, ପୁରୁଣାକୋଟ, ପାଟଳା, କନ୍ତିମିଲ ଓ ଝାଡ଼ବନ୍ଧ ଥିଲା। ପଞ୍ଚମ ପ୍ରଗଣା ଥିଲା ପାଞ୍ଚଗାଁ, ଯାହା ନୂଆକୋଟ, କଂସରା ଏବଂ ପରାବିରା ଥିଲା। ବମ୍ଫା ଅଧୀନରେ ଥିଲା ବମ୍ଫା, ବାହାବନ୍ଧ, ବେଡ଼ାପଡ଼ା, ବ୍ରହ୍ମପୁର, ଗଞ୍ଜରା ଓ ଖରିତାଳି। ଈଶ୍ୱରପାଳ ପ୍ରଗଣା ଅଧୀନରେ ଥିଲା ଈଶ୍ୱରପାଳ, ଖରିବୋଲି, ଫାସିଙ୍ଗା, କୁନୁଆ। କନ୍ଧରା ପ୍ରଗଣା ଅଧୀନରେ ଥିଲା ହରମୂଳ, ବୁଲଙ୍ଗି ଏବଂ ଭୁକୁପଙ୍କି। ଏଇ ରାଜା ନବକିଶୋର ସିଂହ ସମୟରେ
सारा हिंदोल को 8टा डिविजन बा 8टा जिले में विभक्त करा जायछिला एवं रेभिन्यू दृष्टि राजस्व आदाय दृष्टि पूर्वांचल पश्चिमांचल और केन्द्रांचल भाव में 3टा रेभिन्यू अंचल करा जायछिला ए रेभिन्यू अंचल अनुसार तांको जणे कानून गोंग दायित्व दिया जायछिला सेमाने सरकार ठारू राजस्व आदाय करथिले एवं जिलार बेआईन दखल अंचल मध्य खारज मामला इत्यादि जांच करथिले से समय पंडित चक्रधर आचार्य जड़े बीए पास करथिबा आसिस्टेंट देवान थिले एवं राजस्व अधिकारी भाव ये विभाग दायित्व थिले 1912 मसीह बंदोबस्त होइतिला सेतेबेलकु हिंदोल रे 175 खंड राजस्व ग्राम को चिन्हट करा जायछिला सेतुर प्रथम श्रेणी राज्य थिला ग्राम थिला 62 टी द्वितीय श्रेणी ग्राम थिला 57 तृतीय श्रेणी ग्राम थिला 37 एवं चतुर्थ श्रेणी ग्राम थिला 19 एई भली 175 टी ग्राम सरबराहकार माने ए ग्राम गुडी को राजस्व आदाय कर राजकोष रे जमा देउथिले राजांकर कनिष्ठ भ्राता कुमार सुरेश चंद्र सिंह देवान थिले देवानी एवं फौजदारी मोकदमा से शुणाणी करथिले प्रथम श्रेणी मजिस्ट्रेट और सहकारी देवान द्वारा जो मोकदमा फैसला हो पारे नाही ताहा समस्त अपील कोर्ट बा हजूर कोर्ट को जाए निजे राजा ताहा बुझुथिले शांति श्रृंखला रक्षा करने 3टी थाना से बसैथिले हिंदोल थाना रासोल थाना रंजागोल थाना एतद व्यतीत बाबंध निमबाहाली और कुरुमी ठाटे बीट गृह मान करथिले किए नवकिशोर जनार्दन सिंह मर्दराज एवं गुणधर अचल सिंह से समय पुलिस इन्स्पेक्टर थिले तेणु हिंदोलर उत्तरांचल समतल होइतिबार चाषोपयोगी गुटे एवं एतद व्यतीत एठारे मध्य 1934-35 एडमिनिस्ट्रेशन रिपोर्ट अनुसार इट इज द एम्पोरियम ऑफ द नियरेस्ट राइस मार्केट एक्सलेंट ऑरेंजेस एंड जैक फ्रूट्स व्हिच आर वेल नोन इन ओडिशा आर ग्रोन इन द हेडक्वार्टर्स जंगल हिंदोलर गोटे प्रधान संपद एबे भी हिंदोलर प्रधान संपद भाव में जंगल अच्छी 1912 मसीहा बंदोबस्त अनुजाई हिंदोलर सीमा 312 वर्ग माइल थिला एवं 200 वर्ग माइल केवल थिला जंगल एवं आउ जो 100 वर्ग माइल चाषोपयोगी जमी थिला अवशिष्ट जगह रास्ता बंध पोखरी थिला कंधरा रेंज जहाँ कि हिंदोलर दक्षिण पूर्व दिगरे अवस्थित सबुठारु बड़ रेंज एवं यह केवल 50 वर्ग माइल स्थान अधिकार करिछि एतद बड़ बड़ प्रधान प्रधान पर्वत हिंदोल अच्छी एमती कनका पर्वत जार उच्चता हूँ 2188 फुट सर्वोच्च पर्वत हिंदोलर बांकमुंडी 2100 फुट ये सिंकल ग्राम निकट अच्छी नंदिनिया 1997 फुट जहाँ कराबिरा ग्राम निकट अच्छी पर्वतटी एवं यही भाव में बड़ बड़ बृहत्तम पर्वत सब थे पर्वत मान पहाड़ी झरणा बोही जाऊला एवं से भाव में राजा सुंदर भाव में राज्य शासन करते आउ गोटे पर्वत थिला बुढ़ी पर्वत जार उच्चता थिला 1612 फुट पंचमा पर्वत जार उच्चता थिला 1604 फुट एवं कई पर्वत जार उच्चता थिला 1490 फुट एतद व्यतीत जटिया संचुनिया आमटी झुरझुरिया प्रभृति केतक पहाड़ मध्य हिंदोल अच्छी 4टी संरक्षित जंगल थिला कंधरा बंफा कई और नंदनिया ये जंगल संपद हिंदोल भरपूर हिंदोल अन्य काष्ठ अपेक्षा हिंदोल बाउंश प्रसिद्ध जंगलजात पदार्थ सहित जाळेनी काठ अन्य जंगल फलमूल यार अधिवासी मान निर्भर करते शिक्षार तदारख धीरे धीरे नवकिशोर सिंह मर्दराज करते से पंडित चक्रधर आचार्य शिक्षा को न्यस्त करते हिंदोल सहर में गोटे मई विद्यालय गोटे बालिका विद्यालय गोटे निम्न प्राथमिक विद्यालय थिला मफसल गुड़ी 3टी उच्च प्राथमिक 1टी बालिका विद्यालय और 36टी निम्न प्राथमिक विद्यालय से बसई नवकिशोर सिंह मर्दराज हिंदोलर संपद भाव में से समय 1921 मसीह हिंदोलर जनसंख्या थी 38,621 1931 48,897 1941 मसीह 58,505 से समय जनगणना अनुसार यही भाव में हिंदोलर जनसंख्या थिला राजा नवकिशोर सिंह संगमंत सिंह मर्दराज आउ परवर्ती पर्यायर धीरे धीरे राज्य शासन इंग्रेज सरकार देश आस्ते आस्ते स्वाधीन है स्वाधीन देश एवं गड़जात मिश्रण है परवर्ती पर्यायर राजा मानकर इतिहास धीरे धीरे गड़जात सहित मिशीगला एवं ये जो राजतंत्र शासन थिला एवं जो सुंदर पहाड़ झरणा हिंदोल थिला अच्छा लोकनृत्य अंचल थिला दंड लोकनृत्य कहले दंड थिला मुख्य एवं साहित्य उपरे कहले
ରାଜା ଜନାର୍ଦ୍ଦନ ସିଂହ ମର୍ଦ୍ଦରାଜ ଜଣେ ସୁରସିକ ଏବଂ ଉଚ୍ଚକୋଟୀର ସାହିତ୍ୟିକ ଥିଲେ। ତାଙ୍କ ଦ୍ୱାରା ରୀତିଯୁଗ କାବ୍ୟ ଛନ୍ଦରେ ରସଲତା ନାମକ ଗୋଟିଏ କାବ୍ୟ ସେ ଲେଖିଛନ୍ତି, ଯାହା ଏବେ ବି ଓଡ଼ିଶା ଷ୍ଟେଟ ମ୍ୟୁଜିୟମରେ ତାଳପତ୍ରରେ ଲେଖା ହେଇଅଛି ଏବଂ ତା ଅପ୍ରକାଶିତ। ଏତଦ୍ ବ୍ୟତୀତ ସେ ଆଉ ଗୋଟିଏ ଛନ୍ଦ ଲେଖିଥିଲେ ମାଧବାନନ୍ଦ କାବ୍ୟ। ରାଜା ପଣ୍ଡିତ ଚକ୍ରଧର ଆଚାର୍ଯ୍ୟ 22 ବର୍ଷ କାଳ ଦେୱାନ ଥିଲେ। ସେ କବିରାଜ ବାଲୁକେଶ୍ୱର ଆଚାର୍ଯ୍ୟଙ୍କର କନିଷ୍ଠ ଭ୍ରାତା ଥିଲେ। ସେ ଶ୍ରୀବତ୍ସ ନାମକ ଏକ କାବ୍ୟ ଏବଂ ଅକ୍ଷତ ନାମକ ଏକ ଗୀତି କାବ୍ୟର ରଚୟିତା। ସଂସ୍କୃତର ହଂସଦୂତ କାବ୍ୟକୁ ସେ ସରଳ ଭାବରେ ଅନୁବାଦ କରିଥିଲେ। ତାଙ୍କ ଦ୍ୱାରା ରଚିତ ଲୋକଗୀତ ଏବଂ ପ୍ରବଚନ ଗୁଡ଼ିକ ଏବେ ମଧ୍ୟ ଅପ୍ରକାଶିତ। ରାମକୃଷ୍ଣ ସାହୁ ଆଉ ଜଣେ ରାସୋଳ ମୟୂଷ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲାବେଳେ ସେ ସମୟରେ ଗୀତାତତ୍ତ୍ୱ ନାମକ ଏକ କାବ୍ୟ ରଚନା କରିଥିଲେ। ହିନ୍ଦୋଳ ସହରର କାବ୍ୟଚରିତ ଭାଗୀରଥୀ ମିଶ୍ର ପୁରାତନ ରୀତିଯୁଗ ଛନ୍ଦରେ ପାଲା ପରିବେଷଣ ନିମନ୍ତେ ବହୁ କାବ୍ୟ କବିତା ମଧ୍ୟ ଲେଖିଥିଲେ। ତନ୍ମଧ୍ୟରୁ ଶ୍ରୀହର୍ଷ ଚନ୍ଦ୍ର ରଚିତ ନୈଷଧ ଚରିତକୁ ନେଇ ସେ ଦମୟନ୍ତୀ କାବ୍ୟ ରଚନା କରିଥିଲେ ଏବଂ ଭିକାରୀ ଚରଣ ଦାସ ନାମକ ପାଲିକିଆରୀ ଗ୍ରାମର ଜଣେ ରୀତିଯୁଗୀୟ କବି ସେ ତାଙ୍କ ଛନ୍ଦରେ ଅନ୍ୟାନ୍ୟ 100 ଖଣ୍ଡ ପୁସ୍ତକ ସେ ରଚନା କରିଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି। ଆଉ ତ କହିଲି ଲୋକନୃତ୍ୟ ଭାବରେ ଦଣ୍ଡ ହେଉଛି ସେ ଅଞ୍ଚଳର ବେଶୀ ଆଦୃତ ଲୋକନୃତ୍ୟ ଏବଂ ଏଇଭଳି ଭାବରେ ହିନ୍ଦୋଳ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଜା ମେଳି ଆସିଛି। ପ୍ରଜାମେଳିରେ ହିନ୍ଦୋଳ ମଧ୍ୟ ପ୍ରଜାମାନେ କିଛି ପ୍ରଜାମେଳି କରିଛନ୍ତି, କିନ୍ତୁ ପ୍ରଜାମେଳିକୁ ପ୍ରତିହତ କରିବା ପାଇଁ ନିଜେ ରାଜା ନବକିଶୋର ସିଂହ ମର୍ଦ୍ଦରାଜ ଜଗଦେବ ସେ ସେମାନଙ୍କୁ ସୁଯୋଗ ଦେଇଛନ୍ତି। ଯେତେବେଳେ ପ୍ରଜାମାନେ ମେଳି କରି ରାଜ ଦରବାର ଆଗରେ ବିଶାଳ ଗଣସମାବେଶ କରିଥିଲେ ରାଜପ୍ରାସାଦ ସମ୍ମୁଖରେ, ସେଦିନ ଥିଲା 1938 ମସିହା ଅଗଷ୍ଟ 15 ତାରିଖ। ସେଇଦିନ ନିଜେ ରାଜା ଦରବାରକୁ ଆସିଥିଲେ ଏବଂ ପ୍ରଜାମାନଙ୍କୁ ତାଙ୍କ ମୌଳିକ ଅଧିକାର ଫେରାଇ ଦେଇଥିଲେ। ତେଣୁ ଅନ୍ୟାନ୍ୟ ଗଡ଼ଜାତରେ ପ୍ରଜାମେଳିରେ ରାଜାମାନେ ଯେଭଳି ଅତ୍ୟାଚାର କରିଥିଲେ ହିନ୍ଦୋଳରେ ତାହା ଘଟିନଥିଲା। କାରଣ ନବକିଶୋର ସିଂହ ମର୍ଦ୍ଦରାଜ ଜଣେ ଦୟାଶୀଳ ଏବଂ ସୁନ୍ଦର ରାଜା ଥିଲେ। ଏଇଭଳି ଭାବରେ ଆଉ ଆସ୍ତେ ଆସ୍ତେ ନାଗରିକ ମାନଙ୍କର ସ୍ୱାଧୀନତା ଉପରେ ସେ ମଧ୍ୟ ଗୁରୁତ୍ୱ ଦେଇଥିଲେ, ତାକୁ ଫେରାଇ ଦେଇଥିଲେ। ଯାହା ପ୍ରଜାମାନେ ଜାଣିଥିଲେ ରାଜା ଏଥିରେ ରାଜି ହେଇଯାଇଥିଲେ। ଆଉ ପ୍ରକୃତିର ଗନ୍ତାଘର ହେଉଛି ହିନ୍ଦୋଳ। ଆଧୁନିକ ଶବ୍ଦରେ ଏହା ଏକ ଉନ୍ନତ ସହର ନହେଲେ ମଧ୍ୟ ଏହାର ଛତ୍ରଛତ୍ରରେ ପୁର ରହିଛି ସୁଷମାର ଅଫୁରନ୍ତ ତ୍ରୁଟି ସମ୍ଭାର। ସାମ୍ପୁଆ, ଲିଙ୍ଗରା, ବଡଜୋରା, ସଂଖେଇ, କାପାସିଆ ସମେତ ଅନେକ ପାହାଡି ଝରଣା ଏହାର ଅପରୂପ ଶୋଭାକୁ ବଢେଇ ଚାଲିଛନ୍ତି। ସବୁ ଋତୁରେ ଅନୁପମ ସୌନ୍ଦର୍ଯ୍ୟ ଏଥିରେ ଅଛି, କାରଣ କବି ଲେଖିଛନ୍ତି ନିଦାଘେ ପ୍ରଭୃତି ଶରତେ ହେମନ୍ତେ ଶିଶିର ବସନ୍ତ ବେଳେ ପ୍ରକୃତି ସୁନ୍ଦରୀ କେତେ ବେଶ ଧରି ପରମ କୌତୁକେ ଖେଳେ। ଆଉ ମା ରତ୍ନେଶ୍ୱରୀ ହଉଛନ୍ତି ହିନ୍ଦୋଳର ଅଧିଷ୍ଠାତ୍ରୀ ଦେବୀ। ତାଙ୍କୁ ଲୋକ ମୁଖରେ ରଙ୍କେଇ ବୋଲି କୁହନ୍ତି। ସେ ରାଜପ୍ରାସାଦର ଅନତି ଦୂରରେ ଅଳ୍ପ ଦୂରରେ ଅପଡ଼ି ବନରେ ମା ରଙ୍କେଇ ବା ରତ୍ନେଶ୍ୱରୀ ବିଦ୍ୟମାନ। କବିଙ୍କ ଭାଷାରେ ସନ୍ନିଧେଶ ବହି ଗହନ ନିବିଡ଼ ଭୀଷଣ ଅପୋଡ଼ି ବନ ଯହିଁ ହୃଷ୍ଟ ମନେ ସହଚରୀ ସଙ୍ଗେ ରଙ୍କେଇ କରେ ଭ୍ରମଣ। ଲତାକୁଞ୍ଜ ପରିବେଶିତ ଏହି ସମୟରେ ଦେବୀଙ୍କର ଆଦାନ ସ୍ଥଳୀ। ସେ ରାଜପ୍ରାସାଦର ରାଜାଙ୍କର ହେଉଛନ୍ତି ଆରାଧ୍ୟା ଦେବୀ। ତେଣୁ ଏଇଭଳି ଭାବରେ ହିନ୍ଦୋଳ ଠାରୁ 5-6 କିଲୋମିଟର ଦୂରରେ ଗୋଟେ ନନ୍ଦିନିଆ ମନୋରମ ଗିରି ଗୁହର ଅଛି, ଝରଣା ଏବେ ବି ବହି ଯାଉଛି ଏବଂ ଜଳପ୍ରପାତ ପଡୁଛି ନନ୍ଦନିଆ ଜଳପ୍ରପାତ। ପ୍ରକୃତି ସୁନ୍ଦରୀ ପ୍ରିୟ ନିକେତନ ନନ୍ଦନିଆ ଗିରିବର ଯାର ସୁଦର୍ଶନେ ବିମୋହିତ ହୁଏ ଭାବୁକ ଗଣ ଅନ୍ତର। ଦୂରାରୋହ ଏହି ଗିରିର ମଧ୍ୟରେ ଅଗମ୍ୟ ପ୍ରକାଶିତ ବହୁ ସ୍ଥାନେ ଏହା କନ୍ଦର ମଧ୍ୟରେ କରିଅଛି ଅବସ୍ଥିତ। ଏହାର ନନ୍ଦିନୀ ଶୁଭ୍ର ନିର୍ଝରଣୀ ମଧୁର କଳନାଦିନୀ କଳ କଳ ସ୍ୱନେ ଶୈଳ ସୋପାନ ଅବତରିଣ ତଟିନୀ। ଏ ମଧ୍ୟରେ ବହୁତ ଛୋଟିଆ ଛୋଟିଆ ଯୋଉ ଝରଣା ସବୁ ଅଛି, ପାହାଡି ଝରଣା ଏବଂ ଜଳପ୍ରପାତ ଅଛି। ସାପୁଆ ଡ୍ୟାମ ଏବେ ହେଇଛି, ଆପଣମାନେ ସାପୁଆ ଡ୍ୟାମ ରେ ବହୁତ ବଣଭୋଜି ହଉଛି। ସମୟ ହେଇଗଲାଣି, ମୁଁ ଏଇଠି ମୋର ବାଣୀକୁ ବିରାମ ଦଉଛି। ଯଦି କିଛି ତ୍ରୁଟି ହେଇଥାଏ ତ ହିନ୍ଦୋଳର ଗଡମୂଳକର କଥା, ଏହା ଇତିହାସର କଥା, ତେଣୁ ଆପଣମାନଙ୍କୁ କଣ ଲାଗିଥିବ ତା ଜାଣିପାରୁନି, ତେବେ ମୁଁ ଆପଣମାନଙ୍କୁ କ୍ଷମା ମାଗି ନେଉଛି। ଇଏ ଥିଲା ମୋର ହିନ୍ଦୋଳ ଗଡମୂଳକର କଥା। ତେଣୁ ଏଇଠି ମୁଁ ବାଣୀକୁ ବିରାମ ଦଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।